ଆଜିର ଆମର ବିଷୟ ହେଉଛି ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହନ୍ତି। ସାଂଖ୍ୟ ଦର୍ଶନ ମତରେ ପ୍ରକୃତି ତିନୋଟି ଉପାଦାନରେ ଗଠିତ। ସଂସ୍କୃତ ଭାଷାରେ ଏହି ଉପାଦାନ ତ୍ରୟର ନାମ ସତ୍ତ୍ୱ, ରଜ ଓ ତମ। ବାହ୍ୟ ଜଗତରେ ଏଗୁଡ଼ିକର ପ୍ରକାଶକୁ ଆମେ ସମତା, କ୍ରିୟାଶୀଳତା ଓ ଜଡ଼ତା କହିପାରୁ। ତମ ଗୁଣର ଲକ୍ଷଣ ଅନ୍ଧକାର ବା କର୍ମଶୂନ୍ୟତା, ରଜ କର୍ମଶୀଳତା, ଆକର୍ଷଣ ଓ ବିକର୍ଷଣ ରୂପେ ପ୍ରକାଶିତ, ଆଉ ସତ୍ତ୍ୱ ଏହି ଦୁଇ ଗୁଣର ସାମ୍ୟ ଅବସ୍ଥା। ପ୍ରତ୍ୟେକ ବ୍ୟକ୍ତି ଭିତରେ ଏହି ଶକ୍ତିତ୍ରୟ ରହିଛି। ଯେବେ ତମ ପ୍ରବଳ ହୁଏ ଆମେ ଆଳସ୍ୟ ପରାୟଣ ହେଉ। ଆମେ ଯେପରି ଆଉ ହଲଚଲ ହୋଇପାରୁନାହିଁ, ନିଷ୍କର୍ମା ହୋଇଯାଉ। କେତେଗୁଡ଼ିଏ ଭାବର ଅଥବା କେବଳ ଜଡ଼ତାର ବନ୍ଧନରେ ଆବଦ୍ଧ ହୋଇପଡ଼ୁ। ପୁଣି କେବେ କେବେ କର୍ମଶୀଳତା ପ୍ରବଳ ହୁଏ। ଅନ୍ୟ ସମୟରେ ପୁଣି ଉଭୟ ଭାବର ସାମ୍ୟ ଆମେ ଅନୁଭବ କରୁ। ମନରେ ଶାନ୍ତ ଭାବ ଆସେ। ଭିନ୍ନ ଭିନ୍ନ ବ୍ୟକ୍ତିଙ୍କଠାରେ ସଚରାଚର ଏହି ଉପାଦାନ ତ୍ରୟ ମଧ୍ୟରୁ କୌଣସି ଗୋଟିକର ପ୍ରାଧାନ୍ୟ ଦେଖାଯାଏ। ଜଣେ ହୁଏତ କର୍ମଶୂନ୍ୟତା, ଆଳସ୍ୟ ଓ ଜାଡ୍ୟ ଲକ୍ଷଣାନ୍ୱିତ, ଅନ୍ୟ ଜଣଙ୍କର ପ୍ରଧାନ ଲକ୍ଷଣ କର୍ମଶୀଳତା, ଶକ୍ତି, ମହାଶକ୍ତିର ବିକାଶ। ପୁନଶ୍ଚ ଅନ୍ୟ କାହା ଭିତରେ ଆମେ ଶାନ୍ତ, ମଧୁର ଭାବ ଦେଖିବାକୁ ପାଉ। ଏହା ଏହି ପୂର୍ବୋକ୍ତ ଗୁଣଦ୍ୱୟ ଅର୍ଥାତ୍ କ୍ରିୟାଶୀଳତା ଓ ନିଷ୍କ୍ରିୟତାର ସାମଞ୍ଜସ୍ୟ। ଅତଏବ ସମଗ୍ର ଜଗତରେ ପଶୁ, ଉଦ୍ଭିଦ ଓ ମନୁଷ୍ୟ ସମସ୍ତଙ୍କ ମଧ୍ୟରେ ଆମେ ଏହି ବିଭିନ୍ନ ଶକ୍ତିର ଊଣା ଅଧିକ ପ୍ରକାଶ ଦେଖିବାକୁ ପାଉ। ଏହି ତ୍ରିବିଧ ଗୁଣ ବା ଉପାଦାନ ହିଁ ବିଶେଷ ଭାବରେ କର୍ମଯୋଗର ଆଲୋଚ୍ୟ ବିଷୟ। ଏଗୁଡ଼ିକର ସ୍ୱରୂପ ଓ ବ୍ୟବହାର କୌଶଳ ଶିଖାଇ କର୍ମଯୋଗ ଆମକୁ ଭଲ ଭାବରେ କର୍ମ କରିବା ପାଇଁ ସାହାଯ୍ୟ କରେ। ମାନବ ସମାଜ ଗୋଟିଏ କ୍ରମନିବଦ୍ଧ ସଂଗଠନ। ଏହାର ଅନ୍ତର୍ଗତ ବ୍ୟକ୍ତିଗଣ ସମସ୍ତେ ହିଁ ଯେପରି ଗୋଟିଏ ଗୋଟିଏ ଶ୍ରେଣୀରେ ଓ ବିଭିନ୍ନ ସୋପାନରେ ଅବସ୍ଥିତ। ସୁନୀତି ଓ କର୍ତ୍ତବ୍ୟ କାହାକୁ କୁହାଯାଏ ତାହା ଆମେ ସମସ୍ତେ ଜାଣୁ। କିନ୍ତୁ ଦେଖାଯାଏ ଯେ ଭିନ୍ନ ଭିନ୍ନ ଦେଶରେ ଏହି ନୈତିକ ଧାରଣା ଅତ୍ୟନ୍ତ ଭିନ୍ନ। ଗୋଟିଏ ଦେଶରେ ଯାହା ସୁନୀତି ବୋଲି ବିବେଚିତ ହୁଏ, ଅନ୍ୟ ଦେଶରେ ହୁଏତ ତାହା ସମ୍ପୂର୍ଣ୍ଣ ଦୁର୍ନୀତି ବୋଲି ପରିଗଣିତ। ଦୃଷ୍ଟାନ୍ତ ସ୍ୱରୂପ କୌଣସି କୌଣସି ଦେଶରେ ଜ୍ଞାତି ଭାଇ ଭଗିନୀଙ୍କ ମଧ୍ୟରେ ବିବାହ ସମ୍ଭବ। ଅନ୍ୟ ଦେଶରେ ଏହା ନୀତି ବିରୁଦ୍ଧ ବୋଲି ବିବେଚିତ ହୁଏ। କୌଣସି ଦେଶରେ ପୁରୁଷ ନିଜ ଭ୍ରାତୃବଧୂକୁ ବିବାହ କରିପାରେ, ଅନ୍ୟ ଦେଶରେ ଏହା ନୀତି ବିରୁଦ୍ଧ ବୋଲି ବିବେଚିତ ହୁଏ। କୌଣସି ଦେଶରେ ପୁରୁଷ ନିଜ ଭ୍ରାତୃବଧୂକୁ ବିବାହ କରିପାରେ, ଅନ୍ୟ ଦେଶରେ ଏହା ନୀତି ବିରୁଦ୍ଧ। କୌଣସି ଦେଶରେ ଥରେ ମାତ୍ର ବିବାହ ସମ୍ଭବ, ଅନ୍ୟ ଦେଶରେ ବହୁ ବିବାହ ପ୍ରଚଳିତ। ଆମେ ସଦାଚାରର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଦେଖୁ ଯେ ଏହାର ମାନ ବିଭିନ୍ନ ଦେଶରେ ଭିନ୍ନ। ତଥାପି ସଦାଚାରର ଯେ ଗୋଟିଏ ସାର୍ବଭୌମ ମାନ ଓ ଆଦର୍ଶ ଅଛି ତାହା ଆମେ ବିଶ୍ୱାସ କରୁ। କର୍ତ୍ତବ୍ୟ ସମ୍ବନ୍ଧରେ ମଧ୍ୟ ତଦ୍ରୂପ। କର୍ତ୍ତବ୍ୟର ଧାରଣା ବିଭିନ୍ନ ଜାତି ମଧ୍ୟରେ ଭିନ୍ନ ଭିନ୍ନ। କୌଣସି ଦେଶରେ ଯଦି କେହି ଗୋଟିଏ କାର୍ଯ୍ୟ ନ କରେ, ଲୋକେ କହିବେ ଯେ ସେ ଅନ୍ୟାୟ କରିଛି। ଅଥଚ ଅନ୍ୟ ଗୋଟିଏ ଦେଶରେ ଠିକ୍ ସେହି କାର୍ଯ୍ୟଗୁଡ଼ିକ କଲେ ଲୋକେ କହିବେ ଯେ ସେ ଠିକ୍ କାମ କରିନାହିଁ। ତଥାପି ଆମେ ଜାଣୁ କର୍ତ୍ତବ୍ୟର ଗୋଟିଏ ସାର୍ବଜନୀନ ଧାରଣା ଅଛି। ତେଣୁ ଗୋଟିଏ ସମାଜ ଏକ ଶ୍ରେଣୀର କାର୍ଯ୍ୟକୁ କର୍ତ୍ତବ୍ୟ ବୋଲି ମନେ କରେ, ଅନ୍ୟ ଏକ ସମାଜ ପୁଣି ଠିକ୍ ଏହାର ବିପରୀତ ମତ ପୋଷଣ କରେ ଏବଂ ଏପରି କାର୍ଯ୍ୟ କରିବାକୁ କୁଣ୍ଠିତ ହୁଏ। ବର୍ତ୍ତମାନ
आम सम्मुखरे दुईटी पथ उन्मुक्त। गोटिए हेला अज्ञ लोकर पथ, सेमाने मने करती सत्यलाभर पथ मात्र गोटिए, अन्य सब पथ भूल। अन्य गोटिए हेला ज्ञानी मानक पथ, सेमाने स्वीकार करती जे आमर मानसिक गठन अथवा अवस्थार स्तर अनुसार कर्तव्य मध्य भिन्न भिन्न होई पारे। सुतरां कर्तव्य और सदाचारर विभिन्न क्रम अछि। जीवनर एक अवस्थारे एक परिवेश रे जहाँ कर्तव्य, अन्य एक अवस्थारे अन्य गोटिए परिवेश रे ताहा कर्तव्य होई न पारे। गोटिए उदाहरण निया जाऊ। महापुरुषगण उपदेश देइछन्ति, अशुभर प्रतिरोध कर नाही, अप्रतिकार ही सर्वोच्च आदर्श। किंतु आमे जानू जे जदि आमे केते जन मात्र एही नीति को पूर्ण भाव रे कार्य परिणत करिवार चेष्टा करू, तेबे समाज गठन व्यवस्था भांगी पड़िबो। आमर संपत्ति इत्यादि सब दुष्ट लोक मानकर हस्तगत हेबो। आम मानक जीवन मध्य सेही मानक द्वारा परिचालित हेबो। आम सहित सेमाने जहा इच्छा ताहा करिवे। मात्र गोटिए दिन पई मध्य जदि आमे एही अप्रतिकार नीति कार्य परिणत करू, तेबे समाज ध्वंस होइजिबो। एहा सत्ते आमे विचार विश्लेषण न करी मध्य अप्रतिकार रूपक उपदेशर सत्यता अंतरे उपलब्धि करिथाउ। एहा ही सर्वोच्च आदर्श बोली आमर धारणा। किंतु केवल एही मत को प्रचार कले मानव जातिर एक विराट अंश निंदनीय हेबो। केवल सेतिक नुहे, एहा द्वारा लोकंकर धारणा हेबो जे सेमाने सर्वदा ही अन्याय करुछन्ति। तेणु सकल कार्य ही सेमाने मनरे विवेकर संकोचन अनुभव करि चलिबे। एहा सेमानंकु दुर्बल करिदेव एवं अन्यान्य दुर्बलता गुड़िक अपेक्षा आत्मग्लानिरु अधिकतर पापर सृष्टि हेब। जो व्यक्ति निजकु घृणा करिया को आरंभ करिछि, ताहार अवनतिर द्वार उद्घाटित होइछि। गोटिए जातिर क्षेत्र रे मध्य एही कथा सत्य। तेणु आमर प्रथम कर्तव्य हेउछि निजकु घृणा न करिवा। उन्नत हेबाकु हेले प्रथमे निज उपरे और परे ईश्वरंक उपरे मध्य विश्वास आवश्यक। जହାର निज उपरे विश्वास नाही, ताहार केबे हेले ईश्वरंक उपरे विश्वास आसीपारे नाही। कर्तव्य और सदाचार अवस्था भेदरे भिन्न भिन्न, यह स्वीकार करिया छड़ा आमर गत्यंतर नाही। अन्यायर प्रतिकार कले सबु क्षेत्र रे जे अन्याय हेब ताहा नुहे। अवस्था विशेष रे अन्यायर प्रतिरोध करिवा ही मनुष्यर कर्तव्य। तुमे पाश्चात्यवासीगण भगवत गीतार द्वितीय अध्याय पाठ करी हुए तो आश्चर्य होइछ। विपक्ष गण को आत्मीय और बंधु बांधव बोली कही एवं अहिंसा ही परम धर्म यही कथा कही अर्जुन जेतेबेले युद्ध करने को मना करदेले, अर्थात प्रतिरोध करने अनिच्छा प्रकाश कले, सेतेबेले श्रीकृष्ण तांकु कापुरुष और कपटी बोली किपरि कहिले। यह गोटे प्रधान शिक्षणीय विषय जे सबु घटना ही चरम विपरीत प्रांत दुईटी देखा एक प्रकार, चरम अस्ति और चरम नास्ति सर्वदा ही आपातत्व एका भड़ी मने हुए। आलोक कंपन अति मृदु हेले आमर दृष्टिगोचर हुए नाही, अति द्रुत हेले मध्य आमे ताहा देखि पारु नाही। शब्द संबंध मध्य तद्रूप। अति निम्न ग्रामर शब्द शुणा जाय नाही बा अति उच्च ग्रामर शब्द मध्य शुणा जाय नाही। प्रतिकार और अप्रतिकारर प्रभेद मध्य ताहा। जणे कौनसी अन्यायर प्रतिकार करे नाही, कारण से दुर्बल अलसुआ और प्रतिकार करिया पई अक्षम। प्रतिकार करिवार इच्छा नाही बोली जे से प्रतिकार करू नाही ताहा नुहे। अन्य जणे जाने इच्छा कले से प्रबल आघात देई पारे, तथापि जे से आघात करू नाही सेतिकी नुहे।
ବରଂ ଶତ୍ରୁକୁ ଆଶୀର୍ବାଦ ମଧ୍ୟ କରିଥାଏ। ଯେଉଁ ବ୍ୟକ୍ତି ଦୁର୍ବଳତାବଶତଃ ପ୍ରତିକାର ନ କରେ ସେ ପାପୀ। ତେଣୁ ଏହି ଅପ୍ରତିକାରରୁ ସେ କୌଣସି ସୁଫଳ ଅର୍ଜନ କରେ ନାହିଁ। ଅଥଚ ଦ୍ୱିତୀୟ ବ୍ୟକ୍ତି ଯଦି ପ୍ରତିକାର କରେ ତେବେ ସେ ପାପ କରିବ। ବୁଦ୍ଧ ନିଜ ସିଂହାସନ ଓ ରାଜପଦ ତ୍ୟାଗ କଲେ। ଏହା ହିଁ ପ୍ରକୃତ ତ୍ୟାଗ। କିନ୍ତୁ ଯାହାର ତ୍ୟାଗ କରିବାର କିଛି ନାହିଁ, ଯଥା ଭିକ୍ଷୁକ, ତା ପକ୍ଷରେ ତ୍ୟାଗର କୌଣସି ପ୍ରଶ୍ନ ଉଠି ନପାରେ। ଅତଏବ ଏହି ଅପ୍ରତିକାର ଓ ଆଦର୍ଶ ପ୍ରେମର କଥା କହିବା ସମୟରେ ଆମର ପ୍ରକୃତ ଅର୍ଥ କ'ଣ, ସେ ଦିଗକୁ ବିଶେଷ ଭାବରେ ଦୃଷ୍ଟି ରଖିବାକୁ ହେବ। ପ୍ରଥମେ ବୁଝିବାକୁ ହେବ ପ୍ରତିକାର କରିବାର ଶକ୍ତି ଆମମାନଙ୍କର ଅଛି କି ନାହିଁ। ଶକ୍ତି ଥିବା ସତ୍ତ୍ୱେ ଯଦି ଆମେ ପ୍ରତିକାର ଶୂନ୍ୟ ହେଉ, ତେବେ ଆମେ ବାସ୍ତବିକ ପ୍ରେମ କଥାର ତାତ୍ପର୍ଯ୍ୟ ବୁଝିଛୁ। କିନ୍ତୁ ଯଦି ଆମର ପ୍ରତିକାର କରିବାର ଶକ୍ତି ନଥାଏ, ଅଥଚ ନିଜ ମନକୁ ବୁଝାଇବା ପାଇଁ ଚେଷ୍ଟା କରୁ ଯେ ଆମେ ଅତି ଉଚ୍ଚ ପ୍ରେମର ପ୍ରେରଣାରେ କାର୍ଯ୍ୟ କରୁଛୁ, ତେବେ ଆମେ ଠିକ୍ ଏହାର ବିପରୀତ ଆଚରଣ ହିଁ କରିଥାଉ। ଅର୍ଜୁନ ମଧ୍ୟ ତାଙ୍କ ବିପକ୍ଷରେ ପ୍ରବଳ ସୈନ୍ୟବ୍ୟୂହ ସଜ୍ଜିତ ଦେଖି ଭୀତ ହୋଇଥିଲେ। ମୋହବଶତଃ ସେ ଦେଶ ଓ ରାଜାଙ୍କ ପ୍ରତି କର୍ତ୍ତବ୍ୟ ଭୁଲି ଯାଇଥିଲେ। ତେଣୁ ଶ୍ରୀକୃଷ୍ଣ ତାଙ୍କୁ କପଟୀ ବୋଲି କହିଥିଲେ। ତୁମେ ପଣ୍ଡିତଙ୍କ ପରି କଥା କହୁଛ, ଅଥଚ କାପୁରୁଷ ତୁଲ୍ୟ କର୍ମ କରୁଛ। ଉଠ, ଜାଗ୍ରତ ହୁଅ, ଦଣ୍ଡାୟମାନ ହୁଅ, ଯୁଦ୍ଧ କର। ଏହା ହିଁ କର୍ମଯୋଗର ପ୍ରଧାନ ଭାବ। କର୍ମଯୋଗୀ ଜାଣନ୍ତି ଯେ ଅପ୍ରତିକାର ହିଁ ସର୍ବୋଚ୍ଚ ଆଦର୍ଶ। ସେ ଆହୁରି ମଧ୍ୟ ଜାଣନ୍ତି ଯେ ଏହା ହିଁ ଶକ୍ତିର ଉଚ୍ଚତମ ବିକାଶ ଏବଂ ଅନ୍ୟାୟର ପ୍ରତିକାର କେବଳ ପ୍ରତିକାର ରୂପକ ଶ୍ରେଷ୍ଠ ଶକ୍ତିଲାଭର ସୋପାନ ମାତ୍ର। ଏହି ସର୍ବୋଚ୍ଚ ଆଦର୍ଶରେ ଉପନୀତ ହେବା ପୂର୍ବରୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ଅଶୁଭର ପ୍ରତିରୋଧ କରିବା। କାର୍ଯ୍ୟ କରିବାକୁ ହେବ, ସଂଗ୍ରାମ କରିବାକୁ ହେବ, ଯେତେ ଦୂର ସାଧ୍ୟ ଆଘାତ କରିବାକୁ ହେବ। ଏହି ପ୍ରତିକାର କରିବାର ଶକ୍ତି ଯାହାଙ୍କର ଆୟତ୍ତ ହୋଇଅଛି, ତାଙ୍କ ପକ୍ଷରେ ଅପ୍ରତିକାର ହିଁ ଧର୍ମ ବା ପୁଣ୍ୟକର୍ମ। ଦିନେ ଆମ ଦେଶରେ ଜନୈକ ବ୍ୟକ୍ତି ସହିତ ମୋର ସାକ୍ଷାତ ହେଲା। ତାହାକୁ ମୁଁ ପୂର୍ବରୁ ଅତିଶୟ ଅଳସୁଆ, ଅଜ୍ଞ ଓ ନିର୍ବୋଧ ବୋଲି ଜାଣିଥିଲି। କିଛି ହେଲେ ଜାଣିବା ପାଇଁ ତାହାର ଆଗ୍ରହ ନଥିଲା। ସେ ପଶୁତୁଲ୍ୟ ଜୀବନଯାପନ କରୁଥିଲା। ମୋ ସହିତ ଦେଖା ହେବାରୁ ସେ ମୋତେ ପଚାରିଲା, ଈଶ୍ୱର ଲାଭ କରିବା ପାଇଁ ମୋତେ କ'ଣ କରିବାକୁ ହେବ? କେଉଁ ଉପାୟରେ ମୁଁ ମୁକ୍ତ ହେବି? ମୁଁ ତାହାକୁ ପଚାରିଲି, ତୁମେ କ'ଣ ମିଛ କଥା କହିପାର? ସେ କହିଲା, ନା। ଏହା ଶୁଣି ମୁଁ କହିଲି, ତେବେ ତୁମକୁ ମିଛ କହି ଶିଖିବାକୁ ହେବ। ଗୋଟିଏ ପଶୁ ବା କାଠ ପଥର ଭଳି ଜଡ଼ବତ୍ ଜୀବନଯାପନ କରିବା ଅପେକ୍ଷା ମିଛ କହିବା ବରଂ ଭଲ। ତୁମେ ଅକର୍ମଣ୍ୟ, କର୍ମର ଊର୍ଦ୍ଧ୍ୱରେ ଯେଉଁ ଅବସ୍ଥାରେ ମନ ପୂର୍ଣ୍ଣ ଶାନ୍ତ ଭାବ ଧାରଣ କରେ ଏବଂ ଯାହା ସର୍ବୋଚ୍ଚ ଅବସ୍ଥା, ତୁମେ ନିଶ୍ଚୟ ତାହା ଲାଭ କରିନାହଁ। ତୁମେ ଏତେ ଦୂର ଜଡ଼ଭାବାପନ୍ନ ଯେ ଗୋଟିଏ ଅନ୍ୟାୟ କାମ ବି କରିପାର ନାହିଁ। ଅବଶ୍ୟ ଯେଉଁ ଲୋକଟିର କଥା କହୁଛି, ତାହାପରି ତାମସିକ ପ୍ରକୃତିର ଲୋକ ପ୍ରାୟ ଦେଖାଯାଆନ୍ତି ନାହିଁ। ମୁଁ ତା ସହିତ ଥଟ୍ଟା କରୁଥିଲି। କିନ୍ତୁ ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଅବସ୍ଥା ବା ଶାନ୍ତ ଭାବ ଲାଭ କରିବାକୁ ହେଲେ ମନୁଷ୍ୟକୁ କର୍ମଶୀଳ ହେବାକୁ ପଡ଼ିବ। ଆଳସ୍ୟକୁ ପୂର୍ଣ୍ଣ ଭାବରେ ତ୍ୟାଗ କରିବାକୁ ହେବ। କ୍ରିୟାଶୀଳତାର ଅର୍ଥ ପ୍ରତିକାର। ମାନସିକ ଓ ଶାରୀରିକ ସର୍ବପ୍ରକାର ଅସଦ୍ଭାବର ପ୍ରତିକାର କର। ଯେତେବେଳେ ତୁମେ ଏହି କାର୍ଯ୍ୟରେ ସଫଳ ହେବ, ସେତେବେଳେ ଶାନ୍ତି ପାଇବ। ଏ କଥା କହିବା ଅତି ସହଜ ଯେ କାହାରିକୁ ଘୃଣା କର ନାହିଁ, କୌଣସି ଅଶୁଭ କର୍ମର ପ୍ରତିକାର କର ନାହିଁ। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରକୃତ ଅର୍ଥ କ'ଣ, ତାହା ଆମେ ଜାଣୁ। ଯେତେବେଳେ ସମାଜର ଦୃଷ୍ଟି ଆମ ଉପରେ, ସେତେବେଳେ ଆମେ ଅପ୍ରତିକାରର ଅଭିନୟ କରିପାରୁ। କିନ୍ତୁ ଭୋଗଲିପ୍ସା ପ୍ରତି ମୁହୂର୍ତ୍ତରେ ପଚା ଘା ପରି ଆମ ଶରୀରକୁ କ୍ଷୟ କରି ଚାଲିଥିବ। ଯଥାର୍ଥ ଅପ୍ରତିକାରରୁ
ପ୍ରାଣରେ ଯେଉଁ ଶାନ୍ତି ଆସେ ଆମେ ତାହାର ଏକାନ୍ତ ଅଭାବ ଅନୁଭବ କରୁଥିବୁ। ସେତେବେଳେ ମନେ ହେଉଥିବ ମୋର ପ୍ରତିକାର କରିବା ହିଁ ଉଚିତ ଥିଲା। ତୁମର ଯଦି ଅର୍ଥର ବାସନା ଥାଏ ଏବଂ ଯଦି ତୁମେ ଜାଣ ଯେ ସମଗ୍ର ଜଗତ ଧନଲିପ୍ସୁ ପୁରୁଷକୁ ଅସତ୍ ଲୋକ ବୋଲି ମନେକରେ, ତେବେ ତୁମେ ହୁଏତ ଅର୍ଥର ଅନ୍ୱେଷଣ ପାଇଁ ପ୍ରାଣପଣ ଚେଷ୍ଟା କରିବାକୁ ସାହସୀ ହେବ ନାହିଁ। କିନ୍ତୁ ତୁମର ମନ ସବୁବେଳେ ଅର୍ଥ ଆଡ଼କୁ ଧାବମାନ ହେଉଥିବ। ଏହା କପଟତା ମାତ୍ର। ଏହାଦ୍ୱାରା କୌଣସି କାର୍ଯ୍ୟସିଦ୍ଧି ହୁଏ ନାହିଁ। ସଂସାର ସମୁଦ୍ରରେ ଝାସ ଦିଅ। କିଛି ଦିନ ପରେ ଯେତେବେଳେ ସଂସାରରେ ସୁଖ ଦୁଃଖ ଇତ୍ୟାଦି ଯାହା ଅଛି ତାହା ସବୁ ଭୋଗ କରିସାରିବ, ସେତେବେଳେ ତୁମ ମନରେ ବୈରାଗ୍ୟ ଆସିବ। ସେତେବେଳେ ତୁମେ ଶାନ୍ତି ପାଇବ। ଅତଏବ ପ୍ରଭୁତ୍ୱ ଲାଭର ବାସନା ଏବଂ ଅନ୍ୟ ଯେଉଁ ସବୁ ବାସନା ଅଛି ତାହା ପୂରଣ କର। ଏହି ସକଳ ବାସନା ପୂର୍ଣ୍ଣ ହେଲେ ଏପରି ସମୟ ଆସିବ ଯେତେବେଳେ ତୁମେ ଜାଣିପାରିବ ଯେ ଏହା ସବୁ ଅତି କ୍ଷୁଦ୍ର ଜିନିଷ। କିନ୍ତୁ ଯେତେ ଦିନ ଯାଏ ତୁମର ବାସନା ପୂର୍ଣ୍ଣ ନ ହୋଇଛି, ଯେତେ ଦିନ ପର୍ଯ୍ୟନ୍ତ ତୁମେ ଏହି କ୍ରିୟାଶୀଳତା ଭିତର ଦେଇ ଗତି ନ କରିଛ, ସେତେ ଦିନ ଯାଏ ତୁମ ପକ୍ଷରେ ଆତ୍ମସମର୍ପଣ ଓ ବୈରାଗ୍ୟର ଭାବ ଲାଭ କରିବା ଅସମ୍ଭବ। ଏହି ଶାନ୍ତିର ବାଣୀ ସହସ୍ର ସହସ୍ର ବର୍ଷ ଧରି ପ୍ରଚାରିତ ହୋଇ ଆସୁଛି। ସମସ୍ତେ ହିଁ ବାଲ୍ୟକାଳରୁ ଏହା ଶୁଣି ଆସୁଛନ୍ତି। ତଥାପି ଏହି ଅବସ୍ଥା ଲାଭ କରିଥିବା ବ୍ୟକ୍ତି ସଂସାରରେ ପ୍ରାୟ ଦେଖିବାକୁ ମିଳନ୍ତି ନାହିଁ। ମୁଁ ପୃଥିବୀର ଅର୍ଦ୍ଧାଂଶ ବୁଲି ଦେଖିଛି, କିନ୍ତୁ ମୋ ଜୀବନରେ ପ୍ରକୃତ ଶାନ୍ତ ଓ ପ୍ରତିକାର ଚେଷ୍ଟାଶୂନ୍ୟ 20 ଜଣ ହେଲେ ଲୋକଙ୍କୁ ଦେଖିଛି କି ନାହିଁ ସନ୍ଦେହ। ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ନିଜ ଆଦର୍ଶକୁ ସ୍ୱୀୟ ଜୀବନରେ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରିବା। ଅନ୍ୟ ଜଣଙ୍କର ଆଦର୍ଶକୁ ଗ୍ରହଣ କରି ତଦନୁସାରେ ନିଜ ଜୀବନ ଗଠନ କରିବାର ଚେଷ୍ଟା ଅପେକ୍ଷା ଏହା ହିଁ ଉନ୍ନତି ଲାଭ କରିବାର ନିଶ୍ଚିତ ଉପାୟ। ଅନ୍ୟର ଆଦର୍ଶ ହୁଏତ କେବେ ହେଲେ ଜୀବନରେ ପରିଣତ କରିହେବ ନାହିଁ। ମନେକର ଆମେ ଗୋଟିଏ ଶିଶୁକୁ 20 ମାଇଲ ବାଟ ଚାଲିବାକୁ ବାଧ୍ୟ କଲୁ। ତା ଫଳରେ ଶିଶୁଟି ହୁଏତ ମୃତ୍ୟୁବରଣ କରିବ, ନଚେତ୍ ଏହି ଦୂରତ୍ୱ କୌଣସି ଭାବରେ ଘୋଷାରି ହୋଇ ଚାଲି ମୃତପ୍ରାୟ ହୋଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ପ୍ରାୟ ସବୁ କ୍ଷେତ୍ରରେ ଆମେ ମନୁଷ୍ୟ ସହିତ ଏ ପ୍ରକାର ବ୍ୟବହାର କରିଥାଉ। ସମାଜର ସକଳ ନରନାରୀଙ୍କ ମନ ଏକ ପ୍ରକାର ହୋଇ ନପାରେ। ସମସ୍ତଙ୍କର ଧାରଣା ଶକ୍ତି ବା କର୍ମଶକ୍ତି ମଧ୍ୟ ଏକା ନୁହେଁ। ତେଣୁ ସେମାନଙ୍କର ଆଦର୍ଶଗୁଡ଼ିକୁ ଅବଜ୍ଞା କରିବାର ଅଧିକାର ଆମର ନାହିଁ। ସମସ୍ତେ ନିଜ ନିଜ ଆଦର୍ଶରେ ପହଞ୍ଚିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ମୋତେ ତୁମର ବା ତୁମକୁ ମୋ ଆଦର୍ଶ ଦ୍ୱାରା ବିଚାର କରିବା ଠିକ୍ ନୁହେଁ। ଓକ୍ ବୃକ୍ଷର ଆଦର୍ଶରେ ଆପେଲ ଅଥବା ଆପେଲ ବୃକ୍ଷର ଆଦର୍ଶରେ ଓକ୍କୁ ବିଚାର କରିବା ଉଚିତ ନୁହେଁ। ଆପେଲ ବୃକ୍ଷକୁ ବିଚାର କରିବାକୁ ହେଲେ ଆପେଲର ଏବଂ ଓକ୍ ବୃକ୍ଷକୁ ବିଚାର କରିବାକୁ ହେଲେ ଓକ୍ର ଆଦର୍ଶ ଅନୁସାରେ ବିଚାର କରିବା ଆବଶ୍ୟକ। ବହୁତ୍ୱ ମଧ୍ୟରେ ଏକତ୍ୱ ହିଁ ସୃଷ୍ଟିର ନିୟମ। ବ୍ୟକ୍ତିଗତ ଭାବରେ ନରନାରୀଙ୍କ ମଧ୍ୟରେ ଯେତେ ପ୍ରଭେଦ ଥାଉ ନା କାହିଁକି, ସେମାନଙ୍କ ପଶ୍ଚାତରେ କିନ୍ତୁ ସେହି ଏକତ୍ୱ ବିଦ୍ୟମାନ। ବିଭିନ୍ନ ଚରିତ୍ର ବିଶିଷ୍ଟ ନରନାରୀ ସୃଷ୍ଟି ନିୟମର ସ୍ୱାଭାବିକ ବୈଚିତ୍ର୍ୟ ମାତ୍ର। ଏହି କାରଣରୁ ଗୋଟିଏ ମାତ୍ର ଆଦର୍ଶ ଦ୍ୱାରା ସମସ୍ତଙ୍କୁ ବିଚାର କରିବା ଅଥବା ସମସ୍ତଙ୍କ ସମ୍ମୁଖରେ ଗୋଟିଏ ପ୍ରକାର ଆଦର୍ଶ ସ୍ଥାପନ କରିବା ଉଚିତ ନୁହେଁ। ଏହିପରି କର୍ମ ପ୍ରଣାଳୀ କେବଳ ଅସ୍ୱାଭାବିକ ସଂଗ୍ରାମ ସୃଷ୍ଟି କରେ। ତାହାର ଫଳ ଏହା ହୁଏ ଯେ ମନୁଷ୍ୟ ନିଜକୁ ଘୃଣା କରିବାକୁ ଆରମ୍ଭ କରେ ଏବଂ ତାହାର ଧାର୍ମିକ ଓ ସାଧୁ ହେବା ପକ୍ଷରେ ବିଶେଷ ବାଧା ଉପସ୍ଥିତ ହୁଏ। ତେଣୁ ଆମର କର୍ତ୍ତବ୍ୟ ପ୍ରତ୍ୟେକ ବ୍ୟକ୍ତିକୁ ତାହାର ସର୍ବୋଚ୍ଚ ଆଦର୍ଶ ଅନୁସାରେ ଚଳିବା ପାଇଁ ଉତ୍ସାହିତ କରିବା ଏବଂ ଏହି ଆଦର୍ଶ ସତ୍ୟର ଯେତେ ନିକଟବର୍ତ୍ତୀ ହୁଏ ସେଥିପାଇଁ ଚେଷ୍ଟା କରିବା। ଆମେ ଦେଖିବାକୁ ପାଉ
ଅତି ପ୍ରାଚୀନ କାଳରୁ ହିନ୍ଦୁ ଧର୍ମନୀତିରେ ଏହି ତତ୍ତ୍ୱଟି ସ୍ୱୀକୃତ ହୋଇଅଛି ଏବଂ ସେମାନଙ୍କର ଶାସ୍ତ୍ର ଓ ଧର୍ମନୀତି ବିଷୟକ ପୁସ୍ତକରେ ବ୍ରହ୍ମଚର୍ଯ୍ୟ, ଗାରହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ ଏହିସବୁ ବିଭିନ୍ନ ଆଶ୍ରମ ପାଇଁ ବିଭିନ୍ନ ପ୍ରକାର ବିଧିର ନିର୍ଦ୍ଦେଶ ରହିଛି। ହିନ୍ଦୁ ଶାସ୍ତ୍ର ମତରେ ମାନବର ସାଧାରଣ ଧର୍ମ ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବିଭିନ୍ନ କର୍ତ୍ତବ୍ୟ ଅଛି। ହିନ୍ଦୁକୁ ପ୍ରଥମେ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ଛାତ୍ର ଜୀବନ ଆରମ୍ଭ କରିବାକୁ ହୁଏ। ତାପରେ ବିବାହ କରି ଗୃହୀ ହେବାକୁ ପଡ଼େ। ବୃଦ୍ଧ ଅବସ୍ଥାରେ ହିନ୍ଦୁ ଗୃହସ୍ଥ ଆଶ୍ରମରୁ ବିଦାୟ ଗ୍ରହଣ କରି ବାନପ୍ରସ୍ଥ ଅବଲମ୍ବନ କରେ ଏବଂ ସର୍ବଶେଷରେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୁଏ। ବିଭିନ୍ନ ଆଶ୍ରମ ଅନୁସାରେ ଜୀବନର ପ୍ରତ୍ୟେକ ସ୍ତର ପାଇଁ ବିଭିନ୍ନ କର୍ତ୍ତବ୍ୟ ଉପଦିଷ୍ଟ ହୋଇଅଛି। ଏହି ଆଶ୍ରମଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଅନ୍ୟ ଗୁଡ଼ିକଠାରୁ ବଡ଼ ନୁହେଁ। ଯେ ବିବାହ ନ କରି ଧର୍ମକାର୍ଯ୍ୟ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କ ଜୀବନ ଯେତିକି ମହତ, ବିବାହିତ ବ୍ୟକ୍ତିଙ୍କ ଜୀବନ ମଧ୍ୟ ସେତିକି ମହତ। ସିଂହାସନ ଆରୂଢ଼ ରାଜା ଯେପରି ମହାନ ଓ ଗୌରବାନ୍ୱିତ, ରାସ୍ତାର ଏକ ଝାଡ଼ୁଦାର ମଧ୍ୟ ତାହା। ରାଜାଙ୍କୁ ତାଙ୍କ ସିଂହାସନରୁ ଉଠାଇ ନେଇ ଝାଡ଼ୁଦାରର କାମ କରିବାକୁ ଦିଅ, ଦେଖ ସେ କେତେ ଦୂର ଏହା କରିପାରୁଛନ୍ତି। ପୁଣି ଝାଡ଼ୁଦାରକୁ ନେଇ ସିଂହାସନରେ ବସାଅ, ଦେଖ ସେ ମଧ୍ୟ ରାଜକାର୍ଯ୍ୟ କିପରି ପରିଚାଳନା କରେ। ସଂସାରୀ ଅପେକ୍ଷା ସଂସାର ତ୍ୟାଗୀ ମହତ୍ତର, ଏ କଥା କହିବା ବୃଥା। ସଂସାରରୁ ସ୍ୱତନ୍ତ୍ର ରହି ସହଜ ସ୍ୱାଧୀନ ଜୀବନଯାପନ ଅପେକ୍ଷା ସଂସାରରେ ରହି ଈଶ୍ୱରଙ୍କୁ ଉପାସନା କରିବା ବରଂ କଠିନ। ଆଜିକାଲି ଭାରତରେ କିନ୍ତୁ ପୂର୍ବୋକ୍ତ ଚାରୋଟି ଆଶ୍ରମ କେବଳ ଗାର୍ହସ୍ଥ୍ୟ ଓ ସନ୍ନ୍ୟାସ ଏହି ଦୁଇଟି ଆଶ୍ରମରେ ପରିଣତ ହୋଇଅଛି। ଗୃହସ୍ଥ ବିବାହ କରନ୍ତି ଏବଂ ସାମାଜିକ କର୍ତ୍ତବ୍ୟ ପାଳନ କରନ୍ତି, ଆଉ ସଂସାର ତ୍ୟାଗୀଙ୍କର କର୍ତ୍ତବ୍ୟ ତାଙ୍କର ସମୁଦାୟ ଶକ୍ତି କେବଳ ଧର୍ମ ଦିଗରେ ନିୟୋଜିତ କରିବା। ସେ କେବଳ ଧର୍ମ ଶିକ୍ଷା ଦେବେ ଓ ଈଶ୍ୱର ଉପାସନା କରିବେ। ମହାନିର୍ବାଣ ତନ୍ତ୍ରରୁ ଏହି ପ୍ରସଙ୍ଗରେ କିଛି ଅଂଶ ମୁଁ ଆବୃତ୍ତି କରିବି। ଏଗୁଡ଼ିକ ଶୁଣିଲେ ତୁମେ ବୁଝିବ ଗୃହସ୍ଥ ହେବା ଏବଂ ଗୃହସ୍ଥର କର୍ତ୍ତବ୍ୟ ଯଥାଯଥ ଭାବରେ ପ୍ରତିପାଳନ କରିବା ଅତି କଠିନ। ବ୍ରହ୍ମନିଷ୍ଠଃ ଗୃହସ୍ଥଃ ସ୍ୟାତ୍ ବ୍ରହ୍ମଜ୍ଞାନପରାୟଣଃ ୟତ୍ ୟତ୍ କର୍ମ ପ୍ରକୁର୍ୱୀତ୍ ତତ୍ ବ୍ରହ୍ମଣି ସମର୍ପୟେତ୍। ଅର୍ଥାତ୍ ଗୃହସ୍ଥ ଈଶ୍ୱର ପରାୟଣ ହେବେ। ବ୍ରହ୍ମଜ୍ଞାନ ଲାଭ କରିବା ହିଁ ଯେପରି ତାଙ୍କ ଜୀବନର ଚରମ ଲକ୍ଷ୍ୟ ହୁଏ, ତଥାପି ତାଙ୍କୁ ସର୍ବଦା କର୍ମ କରିବାକୁ ହେବ। ତାଙ୍କୁ ନିଜର ସମୁଦାୟ କର୍ତ୍ତବ୍ୟ ସାଧନ କରିବାକୁ ହେବ ଏବଂ ସେ ଯାହା କରିବେ ତାହା ବ୍ରହ୍ମଙ୍କୁ ସମର୍ପଣ କରିବାକୁ ହେବ। କର୍ମ କରିବା ଅଥଚ ଫଳ ଆକାଂକ୍ଷା ନ କରିବା, ଲୋକଙ୍କୁ ସାହାଯ୍ୟ କରିବା ଅଥଚ ତାଙ୍କ ନିକଟରୁ କୌଣସି ପ୍ରକାର କୃତଜ୍ଞତା ପ୍ରତ୍ୟାଶା ନ କରିବା, ସତ୍କର୍ମ କରିବା ଅଥଚ ତାହା ଦ୍ୱାରା ନାମ ଯଶ ହେଲା ବା ନ ହେଲା ଏ ବିଷୟରେ ଏକାବେଳକେ ଦୃଷ୍ଟି ନ ଦେବା, ଏହା ଜଗତରେ ସବୁଠାରୁ କଠିନ କାମ। ଲୋକେ ଯେତେବେଳେ ପ୍ରଶଂସା କରନ୍ତି ସେତେବେଳେ ଘୋର କାପୁରୁଷ ମଧ୍ୟ ସାହସୀ ହୁଏ। ସମାଜର ଅନୁମୋଦନ ଓ ପ୍ରଶଂସା ପାଇଲେ ନିର୍ବୋଧ ବ୍ୟକ୍ତି ମଧ୍ୟ ବିରଚିତ କାର୍ଯ୍ୟ କରିପାରେ, କିନ୍ତୁ କାହାରି ହେଲେ ସ୍ତୁତି ପ୍ରଶଂସା ଆଶା ନ କରି ସେ ଦିଗକୁ ଆଦୌ ଦୃଷ୍ଟି ନ ଦେଇ ସର୍ବଦା ସତ୍କାର୍ଯ୍ୟ କରିବା ହିଁ ପ୍ରକୃତରେ ସର୍ବଶ୍ରେଷ୍ଠ ସ୍ୱାର୍ଥତ୍ୟାଗ। ନ ମିଥ୍ୟା ଭାଷଣଂ କୁର୍ୟାତ୍ ନ ଚ ସାଠ୍ୟଂ ସମାଚରେତ୍ ଦେବତା ଅତିଥି ପୂଜାସୁ ଗୃହସ୍ଥଃ ନିରତଃ ଭବେତ୍। ଅର୍ଥାତ୍ ଗୃହସ୍ଥଙ୍କର ପ୍ରଧାନ କର୍ତ୍ତବ୍ୟ ଜୀବିକା ଅର୍ଜନ, କିନ୍ତୁ ତାଙ୍କୁ ବିଶେଷ ଭାବରେ ଲକ୍ଷ୍ୟ ରଖିବାକୁ ହେବ ଯେ ମିଥ୍ୟା କଥା କହି ପ୍ରତାରଣା ଦ୍ୱାରା କିମ୍ବା ଅପହରଣ ଦ୍ୱାରା ଯେପରି ସେ ତାହା ସଂଗ୍ରହ ନ କରନ୍ତି। ପୁନଶ୍ଚ ତାଙ୍କୁ ସ୍ମରଣ ରଖିବାକୁ ହେବ ତାଙ୍କ ଜୀବନ ଈଶ୍ୱରଙ୍କ ସେବା ନିମିତ୍ତ ଦରିଦ୍ର ଓ ଅଭାବଗ୍ରସ୍ତମାନଙ୍କର ସେବା ପାଇଁ ଉଦ୍ଦିଷ୍ଟ।
मातरं पितरञ्चैव साक्षात् प्रत्यक्षदेवतां मत्वा गृही निषेवेत सर्वदा सर्वप्रयत्नतः। अर्थात माता और पिता को साक्षात देवता जानी गृही व्यक्ति सर्वदा प्रयत्न सहकारे सेमानंकर सेवा करिवे। तुष्टायां मातरि शिवे तुष्टे पितरी पार्वती तव प्रीति भवद्देवी परब्रह्म प्रसिद्धति। अर्थात यदि माता और पिता तुष्ट होती तेबे सही व्यक्ति प्रति भगवान मध्य प्रीत होती। हे पार्वती तुम्हें मध्य तांग प्रति प्रीता हो। औद्धत्यं परिहासंच तज्जनं परिभाषण पित्रः अग्रे न कुर्वीत यदि इच्छेत आत्मनः हितं मातरं पीतरं भिक्ष्य न त्व उत्तिष्ठेत ससंभ्रमः विना ज्ञया न उपविशेत संस्थितः पितृशासने। अर्थात पिता माता सम्मुखरे औद्धत्य परिहास चंचलता और क्रोध प्रकाश करिब नाही। जो संतान पिता माता को केबे हेले कर्कश कथा कहे नाही से प्रकृत सुसंतान। पिता माता को दर्शन करी संभ्रम सहकारे प्रणाम करिब। सेमानंक सम्मुखरे दंडायमान होई रहिब जे पर्यंत सेमाने बसिबा पई अनुमति न देइछंती से पर्यंत बसिब नाही। मातरं पीतरं पुत्रं दारा नतिथि सोदरान् हित्वा गृही न भुञ्जीयात् प्राणैः कंठगतैः अपि वञ्चयित्वा गुरुन् बन्धुन् य भुङ्क्ते स उदरम्भरः इहैव लोके गर्ह्यः सौपरत्र नारकी भवेत्। अर्थात माता पिता पुत्र पत्नी भ्राता और अतिथि को भजन न कराई जे गृही निजर उदर पूरण करे से पापी। जनन्या वर्धितः देहः जनकेन प्रयोजितः सजनैः शिक्षितः प्रीत्या स्वधमस्तान् परित्यजेत्। येषाम् अर्थे महेशानि कृत्वा कष्टशतानि अपि प्रीणयेत् सततं शक्त्या धर्मे ह्येष सनातनः। अर्थात पिता माता ठारू ए देह उत्पन्न होइअछि अतएव शत सहस्र कष्ट स्वीकार करी मध्य सेमानंकर प्रीति साधन करिबा उचित। न भार्यांत आडयेत् पापी मातृवत् पालयेत् सदा न त्यजेत् घोर कष्टेपि यदि साधि पतिव्रता स्थितेषु स्वीयदारेषु स्त्रियमन्यं न संस्पृशेत् दुष्टेन चेतसा विद्वान् अन्यथा नारकी भवेत्। विरले शयनं वासं त्यजेत् प्राज्ञः परस्त्रिया अयुक्त भाषणञ्चैव स्त्रियं शौर्यं न दर्शयेत्। धनेन वाससा प्रेम्णा श्रद्धया मृतभाषणैः सततं तोषयेत् दारान् न अप्रियं क्वचित् आचरेत्। यस्मिन्नरे महेशानि तुष्टा भार्या पतिव्रता सर्वधर्म कृतस्तेन भवति प्रिय एव सः। अर्थात निज भार्या प्रति मध्य गृहस्थर निम्नलिखित कर्तव्य अछि। गृही व्यक्ति पत्नी को केबेले ताड़ना करिवे नाही तांको सर्वदा मातृवत् पालन करिवे। यदि से साध्वी और पतिव्रता हुअन्ति तेबे घोर कष्टरे पड़िले मध्य तांको त्याग करिवे नाही। विद्वान व्यक्ति निज पत्नी जीवित अवस्थारे अन्य स्त्री को दूषित चित्तरे स्पर्श करिवे नाही। एपरि कले तांकर नरक गति होइथाय। प्राज्ञ व्यक्ति पर स्त्री सहित निर्जन शयन बा बास करिवे नाही। स्त्री लोकमानंक सम्मुखरे अशिष्ट वाक्य कहिबे नाही किंबा निजर बहादुरी मध्य देखाइबे नाही। धन वस्त्र प्रेम श्रद्धा विश्वास और अमृततुल्य वाक्य द्वारा पत्नींकर संतोष विधान करिवे। केबे हेले तांक प्रति अप्रिय आचरण करिवे नाही। हे पार्वती जो व्यक्ति उपरे पतिव्रता भार्या तुष्टा थांती से समुदाय धर्म
ଆଚରଣ କରିଛନ୍ତି ଏବଂ ସେ ତୁମର ପ୍ରିୟ। ଚତୁର୍ବର୍ଷାବଧି ସୂତାନ୍ ଲାଳୟେତ୍ ପାଳୟେତ୍ ପିତା ତତଃ ଷୋଡ଼ଶ ପର୍ଯ୍ୟନ୍तं ଗୁଣାନ୍ ବିଦ୍ୱାଞ୍ଚ ଶିକ୍ଷୟେତ୍ ବିଂଶତି ତତ୍ ଅଧିକାନ୍ ପୁତ୍ରାନ୍ ପ୍ରେଷୟେତ୍ ଗୃହକର୍ମସୁ ତତଃ ତାଂସ୍ତୁଲ୍ୟ ଭାବେନ ମତ୍वा ସ୍ନେହଂ ପ୍ରଦର୍ଶୟେତ୍ କନ୍ୟା ଅପି ଏବଂ ପାଳନୀୟା ଶିକ୍ଷଣୀୟ ଅତି ଯତ୍ନତଃ ଦେୟାବରାୟ ବିଦୁଷେ ଧନରତ୍ନ ସମନ୍ୱିତା। ଅର୍ଥାତ୍ ପୁତ୍ର କନ୍ୟାଙ୍କ ପ୍ରତି ଗୃହସ୍ଥର କର୍ତ୍ତବ୍ୟ ଏହିପରି। 4 ବର୍ଷ ବୟସ ପର୍ଯ୍ୟନ୍ତ ପୁତ୍ରମାନଙ୍କୁ ଲାଳନ ପାଳନ କରିବ। ପରେ 16 ବର୍ଷ ପର୍ଯ୍ୟନ୍ତ ନାନାବିଧ ସଦ୍ଗୁଣ ଓ ବିଦ୍ୟା ଶିକ୍ଷା ଦେବ। 20 ବର୍ଷ ବୟସ ଅତିକ୍ରମ କଲେ ସେମାନଙ୍କୁ ଗୃହକର୍ମରେ ନିଯୁକ୍ତ କରିବ। ତାପରେ ଆତ୍ମତୁଲ୍ୟ ବିବେଚନା କରି ସେମାନଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରିବ। ଏହିପରି କନ୍ୟାକୁ ମଧ୍ୟ ପାଳନ କରିବାକୁ ହେବ। ଅତି ଯତ୍ନପୂର୍ବକ ଶିକ୍ଷା ଦେବାକୁ ହେବ ଏବଂ ଧନରତ୍ନ ସହିତ ବିଦ୍ୱାନ୍ ବରକୁ ସମ୍ପ୍ରଦାନ କରିବାକୁ ହେବ। ଏବଂ କ୍ରମେଣ ଭ୍ରାତୃଂଶ୍ଚ ସଶ୍ରୀଭାତସୁତାନପି ଜ୍ଞାତିନ୍ ମିତ୍ରାଣି ଭୃତ୍यांश्च ପାଳୟେତ୍ତୋଷୟେତ୍ ଗୃହୀ ତତଃ ସଧର୍ମନିରତାନେକ ଗ୍ରାମନିବାସିନଃ ଅଭ୍ୟାଗତାନ୍ ଉଦାସୀନାନ ଗୃହಸ್ಥଃ ପରିପାଳୟେତ୍ ଯଦ୍ୟେବଂ ନାଚରେଦ୍ୟେବି ଗୃହಸ್ಥଃ ବିଭବେଷତି ପଶୁରେବ ସ ବିଜ୍ଞେୟଃ ସ ପାପୀ ଲୋକଗର୍ହିତଃ। ଅର୍ଥାତ୍ ଗୃହୀ ବ୍ୟକ୍ତି ଏହି ପ୍ରକାରେ ଭ୍ରାତା ଭଗିନୀ ଭ୍ରାତୃପୁତ୍ର ଭାଗିନେୟ ଜ୍ଞାତି ବନ୍ଧୁ ଓ ଭୃତ୍ୟମାନଙ୍କୁ ପ୍ରତିପାଳନ ଏବଂ ସେମାନଙ୍କର ସନ୍ତୋଷ ବିଧାନ କରିବେ। ଏତଦ୍ ବ୍ୟତୀତ ଗୃହସ୍ଥ ବ୍ୟକ୍ତି ସଧର୍ମ ନିରତ ଏକ ଗ୍ରାମବାସୀ ଅଭ୍ୟାଗତ ଓ ଉଦାସୀନ ଗଣଙ୍କୁ ପରିପାଳନ କରିବେ। ହେ ଦେବୀ, ବିଭବ ସତ୍ତ୍ୱେ ଯଦି ଗୃହସ୍ଥ ଏହିପରି ଆଚରଣ ନ କରନ୍ତି ତେବେ ତାଙ୍କୁ ପଶୁତୁଲ୍ୟ ବୁଝିବାକୁ ହେବ। ସେ ଜନସମାଜରେ ନିନ୍ଦନୀୟ ଓ ପାପୀ। ନିଦ୍ରାଲସ୍ୟଂ ଦେହୟତ୍ନଂ କେଶବିନ୍ୟାସଂ ଏବ ଚ ଆସକ୍ତିମୋସେନ ବସ୍ତ୍ର ନାତିରିକ୍ତଂ ସମାଚରେତ୍ ୟୁକ୍ତାହାରଃ ୟୁକ୍ତନିଦ୍ରଃ ମିତବାଙ୍ମିତ ମୈଥୁନଃ ସ୍ୱଚ୍ଛଃ ନମ୍ରଃ ଶୁଚିଦକ୍ଷଃ ଯୁକ୍ତଃ ସ୍ୟାତ୍ ସର୍ବକର୍ମସୁ। ଅର୍ଥାତ୍ ଗୃହୀ ବ୍ୟକ୍ତି ଅତିରିକ୍ତ ନିଦ୍ରା, ଆଳସ୍ୟ, ଦେହର ଯତ୍ନ, କେଶବିନ୍ୟାସ ଏବଂ ଅସନ ବସନରେ ଆସକ୍ତି ତ୍ୟାଗ କରିବେ। ଗୃହୀ ବ୍ୟକ୍ତି ଆହାର, ନିଦ୍ରା, ବାକ୍ୟ ଓ ମୈଥୁନ ଏହିସବୁ ପରିମିତ ଭାବରେ କରିବେ। ଗୃହସ୍ଥ ଅକପଟ, ନମ୍ର, ବାହ୍ୟ ଅନ୍ତର ଶୌଚସମ୍ପନ୍ନ, ନିରାଲସ୍ୟ ଓ ଉଦ୍ୟୋଗଶୀଳ ହେବେ। ସୁରଃ ଶତ୍ରୌ ବିନୀତଃ ସ୍ୟାତ୍ ବାନ୍ଧବେ ଗୁରୁ ସନ୍ନିଧୌ। ଅର୍ଥାତ୍ ଗୃହୀ ବ୍ୟକ୍ତି ଶତ୍ରୁ ସମକ୍ଷରେ ଶୌର୍ଯ୍ୟବୀର୍ଯ୍ୟ ଅବଲମ୍ବନ କରିବେ ଏବଂ ଗୁରୁ ଓ ବନ୍ଧୁମାନଙ୍କ ସମୀପରେ ବିନୀତ ହେବେ। ଶତ୍ରୁମାନଙ୍କୁ ବୀର୍ଯ୍ୟ ପ୍ରକାଶ କରି ଶାସନ କରିବାକୁ ହେବ। ଏହା ଗୃହସ୍ଥର ଅବଶ୍ୟ କର୍ତ୍ତବ୍ୟ। ଗୃହସ୍ଥ ଘର କଣରେ ବସି ରୋଦନ କରିବେ ନାହିଁ। ପ୍ରତିକାର ଶୂନ୍ୟ ହୋଇ ରହିବେ ନାହିଁ। ଗୃହସ୍ଥ ଯଦି ଶତ୍ରୁମାନଙ୍କ ନିକଟରେ ଶୌର୍ଯ୍ୟ ପ୍ରଦର୍ଶନ ନ କରନ୍ତି ତାହେଲେ ତାଙ୍କର କର୍ତ୍ତବ୍ୟରେ ସେ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ବୁଝିବାକୁ ହେବ। କିନ୍ତୁ ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ଓ ଗୁରୁଙ୍କ ନିକଟରେ ମେଷତୁଲ୍ୟ ଶାନ୍ତ ନିରୀହ ଭାବ ଅବଲମ୍ବନ କରିବେ। ଯୁଗୁପ୍ସିତାନ ନ ମନ୍ୟେତ ନାବମନ୍ୟେତ ମାନିନଃ। ନିନ୍ଦିତ ଅସତ୍ ବ୍ୟକ୍ତିଗଣଙ୍କୁ ସମ୍ମାନ ଦେବ ନାହିଁ ଏବଂ ସମ୍ମାନର ଯୋଗ୍ୟ ବ୍ୟକ୍ତିଗଣଙ୍କୁ ଅବମାନନା କରିବ ନାହିଁ। ଅସତ୍ ବ୍ୟକ୍ତିକୁ ସମ୍ମାନ ପ୍ରଦର୍ଶନ କରିବା ଗୃହୀର କର୍ତ୍ତବ୍ୟ ନୁହେଁ, କାରଣ ଏହାଦ୍ୱାରା ଅସତ୍ ବିଷୟକୁ ହିଁ ପ୍ରଶ୍ରୟ ଦିଆଯାଏ। ପୁଣି ଯେଉଁମାନେ ସମ୍ମାନର ଅଧିକାରୀ ସେମାନଙ୍କୁ ଯଦି ଗୃହସ୍ଥ ସମ୍ମାନ ପ୍ରଦର୍ଶନ ନ କରନ୍ତି ତାହା ମଧ୍ୟ ତାଙ୍କ ପକ୍ଷରେ ଅନ୍ୟାୟ। ସୌହାର୍ଦ୍ଦ୍ୟଂ
व्यवहारांश्च प्रकृतिं नृणां सहवासेन तर्कैश्च विदित्वा विश्वसेत्ततः। अर्थात एकत्र बास और सविशेष पर्यालोचना द्वारा लोकर बंधुत्व व्यवहार प्रवृत्ति और प्रकृति जानी सेमानंक उपरे विश्वास करिबा उचित। गृहस्थ जे कौनसी व्यक्ति सहित बंधुत्व करिवे नाही, से जे कौनसी स्थान को जाई अज्ञात लोक सहित हठात बंधुत्व करिवे नाही। प्रथमतः जेउमानंक सहित बंधुत्व करिवार इच्छा सेमानंकर कार्यकलाप और अन्यान्य व्यक्तिमानंक सहित सेमानंकर व्यवहार विशेष भाव में पर्यवेक्षण करी से गुड़ी को भल भाव में विचार करी तांग सहित बंधुत्व प्रतिष्ठा करिबा उचित। स्वीयं यशः पौरुषञ्च गुप्तये कथितञ्च यत् कृतं यत् उपकाराय धर्मज्ञः न प्रकाशयेत्। गृहस्थ तीनोटी विषय किछि कहिबे नाही। निजर यश और पौरुष, अन्यंक द्वारा कथित गुप्त कथा एवं जनक उपकारार्थ से जहा करिसेंति ताहा धर्मज्ञ गृहस्थ सर्वसाधारणଙ୍କ निकटरे प्रकाश करिवे नाही। गृहस्थ निजकु दरिद्र बा धनी बोली प्रकाश करिवे नाही। से निजे धनर गर्व करिवे नाही। ए विषय से गोपन रखिबे। एहा ही तांकर धर्म। एहा केवल तांकर सांसारिक विज्ञतार अंतर्भुक्त नुहे। जदि कही एपरि आचरण न करती तेबे तांकु दुर्नीति परायण बोली कहा जाय पारे। गृहस्थ ही समग्र समाजर मूल भित्ति और अवलंबन स्वरूप। से प्रधान धन उपार्जनकारी। दरिद्र और दुर्बल एवं बालक बालिका और स्त्री लोक माने जो माने घर बाहर कौनसी काम करती नहीं सेमाने समस्ते गृहस्थ उपरे निर्भर करती। अतएव गृहस्थ को केते गुड़िए कर्तव्य करने को हेबो एवं सही कर्तव्य गुड़िक एपरी हेबा उचित जेपरिकी से गुड़िक साधना करू करू से दिन को दिन निज हृदय रे शक्तिर विकास अनुभव करिवे। से जेपरी मने न करती जे से निज आदर्श अनुसार कार्य करुनाहांती। एही कारणरू जुगुप्सित प्रवृत्तौ च निश्चिते पि पराजये गुरुणा लघुना चापि यशस्वी न विवादयेत्। अर्थात जदि गृहस्थ केबे कौनसी अन्याय बा निंदित कार्य करती अथवा एपरी कौनसी कामरे नियुक्त हुअन्ति जद्वारा से निश्चय अकृत कार्य हेबे ताहा मध्य से साधारणଙ୍କ निकटरे प्रकाश करिवे नाही। निजर दोष प्रकाश करिवार कौनसी प्रयोजन तो नाही। अधिकंतु एहा द्वारा निरुत्साहित होई यथायथ कर्तव्य पालन से करिपारंती नाही। से जेउ अन्याय करिसंती सेथिपई तांको परिणति भोगिबाकू ही पड़िबो एवं तांको पुनराय चेष्टा करिबाकू हेबो जेपरिकी से भविष्यतरे ताहा भल भावरे करिपारंती। जगत सर्वदा शक्तिमान और दृढ़चित्त व्यक्तिमानंक प्रति सहानुभूति प्रकाश करिथाए। गृहस्थ को ज्ञान और तत्सहित धन मध्य उपार्जन पाई प्राणपणे चेष्टा करिबाकू हेबो। एहा ही तांकर कर्तव्य। गृहस्थ जदि तांकर एही कर्तव्य पालन न करती तेबे से गृहस्थ पदवाच्य नुहंती। जदि कौनसी गृहस्थ अर्थ उपार्जन पाई चेष्टा न करती तेबे से दुर्नीति परायण। जदि से आलस्य जीवन यापन करी सेथिरे संतुष्ट रहती तेबे से असत् प्रकृतिर बोली कहिबाकू हेबो। कारण तांको उपरे बहु व्यक्ति निर्भर करुछंती और जदि से यथेष्ट धन उपार्जन न करती तेबे सेमानंकर भरण पोषण असंभव हेबो। जदि एही सहर रे बहु संख्यक लोके धनी न होइथान्ते तेबे एही सभ्यता दरिद्रालय और बड़ बड़ कोठाघर सबू केउठी थांता। तेणु अर्थ उपार्जन करिबा अन्याय नहे। कारण ए अर्थ वितरण पाई लब्ध। गृहस्थ ही जीवन और समाजर केन्द्र। अर्थ उपार्जन
ଓ ସତ୍ କାର୍ଯ୍ୟରେ ଅର୍ଥ ବ୍ୟୟ କରିବା ତାଙ୍କ ପକ୍ଷରେ ଉପାସନା ସଦୃଶ। କାରଣ ଯେଉଁ ଗୃହସ୍ଥ ସଦୁପାୟ ଓ ସଦୁଦ୍ଦେଶ୍ୟରେ ଧନୀ ହେବାର ଚେଷ୍ଟା କରୁଛନ୍ତି, ତାହା ଜଣେ ସନ୍ନ୍ୟାସୀ ନିଜ କୁଟୀରରେ ବସି ଉପାସନା କଲେ ଯେପରି ତାଙ୍କର ମୁକ୍ତିଲାଭର ସହାୟକ ହୁଏ, ଠିକ୍ ସେହିପରି। କାରଣ ଉଭୟଙ୍କ ମଧ୍ୟରେ ଆମେ ଈଶ୍ୱର ଓ ତାଙ୍କ ସୃଷ୍ଟି ଜଗତ ଉପରେ ଭକ୍ତିପୂର୍ଣ୍ଣ ଆତ୍ମସମର୍ପଣ ଓ ତ୍ୟାଗ ରୂପକ ଏକମାତ୍ର ଧର୍ମ ଭାବର ବିଭିନ୍ନ ବିକାଶ ଦେଖିବାକୁ ପାଉ। ବିଦ୍ୟା ଧନ ୟଶ ଧର୍ମାନ୍ ୟତମାନ ଉପାର୍ଜୟେତ୍ ବ୍ୟସନଞ୍ଚ ଅସତାଂ ସଙ୍ଗଂ ମିଥ୍ୟାଦ୍ରୋହଂ ପରିତ୍ୟଜେତ୍। ଅର୍ଥାତ୍ ଗୃହସ୍ଥ ଯତ୍ନପୂର୍ବକ ବିଦ୍ୟା ଧନ ଯଶ ଧର୍ମ ଉପାର୍ଜନ କରିବେ ଏବଂ ବ୍ୟସନ ଅର୍ଥାତ୍ ଦ୍ୟୁତ କ୍ରୀଡ଼ାଦି ଅସତ୍ସଙ୍ଗ ମିଥ୍ୟା ବାକ୍ୟ ଅହିଂସା ଅନିଷ୍ଟ ଆଚରଣ ବା ଶଠତା ପରିତ୍ୟାଗ କରିବେ। ଅନେକ ସମୟରେ ଲୋକେ ନିଜ ନିଜର ସାଧ୍ୟାତୀତ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି ଏବଂ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଅନ୍ୟକୁ ପ୍ରତାରଣା ମଧ୍ୟ କରିଥାନ୍ତି। ପୁନଶ୍ଚ ଅବସ୍ଥାନୁଗତାଶ୍ଚେଷ୍ଟା ସମୟାନୁଗତାଃ କ୍ରିୟାଃ ତସ୍ମାତ୍ ଅବସ୍ଥାନ୍ ସମୟଂ ବିକ୍ଷ୍ୟ କର୍ମ ସମାଚରେତ୍। ଅର୍ଥାତ୍ ଚେଷ୍ଟା ଅବସ୍ଥାର ଅନୁଗତ ଏବଂ କ୍ରିୟା ସମୟର ଅନୁଗତ, ଅତଏବ ଅବସ୍ଥା ଓ ସମୟ ଅନୁସାରେ ହିଁ କର୍ମ କରିବ। ସବୁ ବିଷୟରେ ଏହି ସମୟ ପ୍ରତି ବିଶେଷ ଦୃଷ୍ଟି ରଖିବାକୁ ହେବ। ଏକ ସମୟରେ ଯହିଁରେ ଆମେ ବିଫଳ ହେଲୁ, ଅନ୍ୟ ଏକ ସମୟରେ ପୁଣି ହୁଏତ ସେଥିରୁ ଆଶାତୀତ ସାଫଲ୍ୟ ଲାଭ କରିବୁ। ସତ୍ୟଂ ମୃଦୁ ପ୍ରିୟଂ ଧୀରଃ ବାକ୍ୟଂ ହିତକରଂ ବଦେତ୍ ଆତ୍ମ ଉତ୍କର୍ଷଂ ତଥା ନିନ୍ଦାଂ ପରେଷାଂ ପରିବର୍ଜୟେତ୍। ଅର୍ଥାତ୍ ଧୀର ଗୃହସ୍ଥ ବ୍ୟକ୍ତି ସତ୍ୟ, ମୃଦୁ, ପ୍ରିୟ ଓ ହିତକର କଥା କହିବେ। ସେ ନିଜର ଯଶଗାନ କରିବେ ନାହିଁ ଏବଂ ପରନିନ୍ଦା ପରିତ୍ୟାଗ କରିବେ। ଜଳାଶୟାଶ୍ଚ ବୃକ୍ଷାଶ୍ଚ ବିଶ୍ରାମ ଗୃହମଧ୍ୱନି ସେତୁଃ ପ୍ରତିଷ୍ଠିତଃ येन तेन ଲୋକତ୍ରୟଂ ଗୀତମ୍। ଅର୍ଥାତ୍ ଯେ ବ୍ୟକ୍ତି ଜଳାଶୟ ଖନନ, ବୃକ୍ଷ ରୋପଣ, ପଥ ମଧ୍ୟରେ ବିଶ୍ରାମ ଗୃହ ଓ ସେତୁ ନିର୍ମାଣ କରି ଜନସାଧାରଣଙ୍କ ପାଇଁ ତାହା ଉତ୍ସର୍ଗ କରନ୍ତି, ସେ ତ୍ରିଭୁବନ ଜୟ କରିଥାନ୍ତି। ବଡ଼ ବଡ଼ ଯୋଗୀମାନେ ଯେଉଁ ପଦକୁ ପ୍ରାପ୍ତ ହୁଅନ୍ତି, ସେ ମଧ୍ୟ ଏହି ସକଳ ସତ୍କର୍ମ କରି ସେହି ଦିଗରେ ଅଗ୍ରସର ହୁଅନ୍ତି। ଏହା ମଧ୍ୟ କର୍ମଯୋଗ, ଗୃହସ୍ଥର କର୍ତ୍ତବ୍ୟ ଓ ଅବଶ୍ୟ କର୍ମ। ଉକ୍ତ ତନ୍ତ୍ର ଗ୍ରନ୍ଥରେ ହିଁ ଅନ୍ୟତ୍ର ଆଉ ଗୋଟିଏ ଶ୍ଲୋକ ଆମେ ଦେଖିବାକୁ ପାଉ। ନ ବିଭେତି ରୋଣାତ୍ ୟଃ ବୈ ସଂଗ୍ରାମେ ପ୍ୟପରାଂ ମୁଖଃ ଧର୍ମଯୁଦ୍ଧେ ମୃତଃ ବାପି ତେନ ଲୋକତ୍ରୟଂ ଗୀତମ୍। ଯିଏ ଯୁଦ୍ଧକୁ ଭୟ କରନ୍ତି ନାହିଁ, ଯିଏ ସଂଗ୍ରାମରେ ଅପରାଂମୁଖ ବା ଯିଏ ଧର୍ମଯୁଦ୍ଧରେ ମୃତ ହୁଅନ୍ତି, ସେ ତ୍ରିଭୁବନ ଜୟ କରନ୍ତି। ଯଦି ସ୍ୱଦେଶ ବା ସ୍ୱଧର୍ମ ପାଇଁ ଯୁଦ୍ଧ କରି ଗୃହସ୍ଥର ମୃତ୍ୟୁ ହୁଏ, ତେବେ ଯୋଗୀଗଣ ଧ୍ୟାନ ଦ୍ୱାରା ଯେଉଁ ପଦ ଲାଭ କରନ୍ତି, ସେ ମଧ୍ୟ ସେହି ପଦ ପ୍ରାପ୍ତ ହୋଇଥାନ୍ତି। ତେଣୁ ଏହା ସ୍ପଷ୍ଟ ଯେ ଜଣଙ୍କ ପକ୍ଷରେ ଯାହା କର୍ତ୍ତବ୍ୟ, ଅନ୍ୟ ଜଣଙ୍କ ପକ୍ଷରେ ତାହା କର୍ତ୍ତବ୍ୟ ନ ହୋଇପାରେ। ଶାସ୍ତ୍ର କୌଣସି ହେଲେ କର୍ତ୍ତବ୍ୟ କର୍ମକୁ ହୀନ ବା ଉନ୍ନତ କହେ ନାହିଁ। ଦେଶ କାଳ ପାତ୍ର ଅନୁସାରେ କର୍ତ୍ତବ୍ୟ ମଧ୍ୟ ବିଭିନ୍ନ ଏବଂ ଆମେ ଯେଉଁ ଅବସ୍ଥାରେ ରହିଛୁ, ଆମକୁ ତଦୁପଯୋଗୀ କର୍ତ୍ତବ୍ୟ ପାଳନ କରିବାକୁ ହେବ। ଏସବୁ ଆଲୋଚନାରୁ ଆମେ ଏହି ଶିକ୍ଷା ଲାଭ କରୁଛୁ ଯେ ଦୁର୍ବଳତା ମାତ୍ରେ ଘୃଣ୍ୟ ଓ ପରିତ୍ୟାଜ୍ୟ। ଆମର ଦର୍ଶନ, ଧର୍ମ ବା କର୍ମ ଭିତରେ, ଆମର ସମୁଦାୟ ଶାସ୍ତ୍ରୀୟ ଶିକ୍ଷା ମଧ୍ୟରେ ଏହି ଗୋଟିଏ ଭାବ ମୋର ଖୁବ୍ ପସନ୍ଦ ହୁଏ। ଯଦି ତୁମେ ବେଦ ପାଠ କର, ତେବେ ଦେଖିବ ସେଥିରେ ଅଭୟ ଶବ୍ଦଟି ବାରମ୍ବାର ଉକ୍ତ ହୋଇଅଛି। କିଛି ହେଲେ ଭୟ କର ନାହିଁ। ଭୟ ଦୁର୍ବଳତାର ଚିହ୍ନ। ଏହି ଦୁର୍ବଳତା ହିଁ ମନୁଷ୍ୟକୁ ଭଗବାନଙ୍କ ପଥରୁ ବିଚ୍ୟୁତ କରି ନାନା ପାପକର୍ମ କରାଏ। ସୁତରାଂ ଜଗତର ଘୃଣା ଓ ଉପହାସ ଆଡ଼କୁ ଆଦୌ ଲକ୍ଷ୍ୟ ନ ରଖି ନିର୍ଭୀକ ଭାବରେ ନିଜ କର୍ତ୍ତବ୍ୟ କରିଯାଅ। ଯଦି କେହି ସଂସାରରୁ ଦୂରରେ ରହି ଈଶ୍ୱରଙ୍କ ଉପାସନା କରନ୍ତି, ତେବେ ତାଙ୍କ ପକ୍ଷରେ ଏପରି ଭାବିବା ଉଚିତ ନୁହେଁ ଯେ
ଯେଉଁମାନେ ସଂସାରରେ ରହି ଜଗତର ହିତ ପାଇଁ ଚେଷ୍ଟା କରୁଛନ୍ତି ସେମାନେ ଈଶ୍ୱରଙ୍କ ଉପାସନା କରୁନାହାନ୍ତି। ପୁଣି ଯେଉଁମାନେ ସ୍ତ୍ରୀ ପୁତ୍ରାଦିଙ୍କ ପାଇଁ ସଂସାରରେ ରହିଛନ୍ତି ସେମାନେ ଯେପରି ସଂସାର ତ୍ୟାଗୀମାନଙ୍କୁ ନୀଚ ବା ଅକର୍ମଣ୍ୟ ବୋଲି ମନେ ନ କରନ୍ତି, ନିଜ ନିଜ କ୍ଷେତ୍ରରେ ସମସ୍ତେ ମହାନ, ଏହା ବୋଧଗମ୍ୟ ହେବା ପାଇଁ ମୁଁ ଏକ ଗଳ୍ପର ଅବତାରଣା କରୁଅଛି। କୌଣସି ଦେଶରେ ଜଣେ ରାଜା ଥିଲେ। ତାଙ୍କ ରାଜ୍ୟକୁ ଯଦି କୌଣସି ସାଧୁ ସନ୍ନ୍ୟାସୀ ଆସନ୍ତି ତେବେ ତାଙ୍କୁ ସେ ପଚାରନ୍ତି, ଯିଏ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୁଏ ସେ ବଡ଼, ନା ଯିଏ ଘରେ ରହି ଗୃହସ୍ଥର ସମୁଦାୟ କର୍ତ୍ତବ୍ୟ ପାଳନ କରେ ସେ ବଡ଼? ଅନେକ ବିଜ୍ଞ ଲୋକ ମଧ୍ୟ ଏହି ସମସ୍ୟାର ମୀମାଂସା କରିବା ପାଇଁ ଚେଷ୍ଟା କଲେ। କେହି କେହି କହିଲେ ଯେ ସନ୍ନ୍ୟାସୀ ବଡ଼, କିନ୍ତୁ ରାଜା ଏ କଥାର ପ୍ରମାଣ ଚାହିଁଲେ। ସେମାନେ ଯେତେବେଳେ କୌଣସି ପ୍ରମାଣ ଦେବାକୁ ଅକ୍ଷମ ହେଲେ ସେତେବେଳେ ରାଜା ସେମାନଙ୍କୁ ବିବାହ କରି ଗୃହସ୍ଥ ହେବା ପାଇଁ ଆଦେଶ ଦେଲେ। ପୁଣି ଅନ୍ୟ କେହି କେହି ଆସି କହିଲେ ଯେ ସଧର୍ମ ପରାୟଣ ଗୃହସ୍ଥ ହିଁ ବଡ଼। ରାଜା ସେମାନଙ୍କ ନିକଟରୁ ମଧ୍ୟ ପ୍ରମାଣ ଚାହିଁଲେ। ଯେତେବେଳେ ସେମାନେ ପ୍ରମାଣ ଦେଇ ନ ପାରିଲେ ସେତେବେଳେ ସେମାନଙ୍କୁ ମଧ୍ୟ ସେ ଗୃହସ୍ଥ ହୋଇ ନିଜ ରାଜ୍ୟରେ ବାସ କରିବାକୁ ଆଦେଶ ଦେଲେ। ଅବଶେଷରେ ଆସିଲେ ଜଣେ ଯୁବ ସନ୍ନ୍ୟାସୀ। ରାଜା ତାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରିବାରୁ ସେ କହିଲେ, ହେ ରାଜନ, ନିଜ ନିଜ କର୍ମକ୍ଷେତ୍ରରେ ସମସ୍ତେ ବଡ଼। ରାଜା କହିଲେ, ଏ କଥା ପ୍ରମାଣ କରନ୍ତୁ। ସନ୍ନ୍ୟାସୀ କହିଲେ, ହଁ, ମୁଁ ପ୍ରମାଣ କରିବି। ତେବେ କିଛି ଦିନ ଆପଣଙ୍କୁ ମୋ ସହିତ ରହିବାକୁ ହେବ। ତାହେଲେ ମୁଁ ଆପଣଙ୍କୁ ଯାହା କହିଛି ତାହା ପ୍ରମାଣ କରିପାରିବି। ରାଜା ଏଥିରେ ସମ୍ମତ ହେଲେ ଏବଂ ସନ୍ନ୍ୟାସୀଙ୍କ ଅନୁଗାମୀ ହୋଇ ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରି ଏକ ସ୍ଥାନରେ ଉପସ୍ଥିତ ହେଲେ। ସେହି ରାଜ୍ୟର ରାଜଧାନୀରେ ସେତେବେଳେ ମହାସମାରୋହରେ କୌଣସି ଏକ ଉତ୍ସବ ଅନୁଷ୍ଠିତ ହେଉଥିଲା। ରାଜା ଓ ସନ୍ନ୍ୟାସୀ ଉଭୟେ ଢୋଲ ଓ ନାନା ପ୍ରକାରର ବାଦ୍ୟଧ୍ୱନି ଏବଂ ଘୋଷଣାକାରୀମାନଙ୍କ ପାଟି ଶୁଣିଲେ। ଲୋକମାନେ ସୁସଜ୍ଜିତ ଭାବରେ ପଥରେ ଦଳ ଦଳ ହୋଇ ଛିଡ଼ା ହୋଇଛନ୍ତି। ରାଜା ଓ ସନ୍ନ୍ୟାସୀ ଛିଡ଼ା ହୋଇ ଦେଖିବାକୁ ଲାଗିଲେ। ଘୋଷଣାକାରୀ ଚିତ୍କାର କରି କହୁଥାଏ, ଆମ ରାଜକନ୍ୟା ସ୍ୱୟଂବରା ହେବେ। ଭାରତରେ ପ୍ରାଚୀନ କାଳରୁ ରାଜକନ୍ୟାମାନଙ୍କର ଏହିପରି ସ୍ୱୟଂବର ପ୍ରଥା ପ୍ରଚଳିତ ଥିଲା। କିପରି ବର ମନୋନୀତ କରିବେ ସେ ସମ୍ବନ୍ଧରେ ରାଜକନ୍ୟାମାନଙ୍କର ନିଜସ୍ୱ ଧାରଣା ଥିଲା। କେହି କେହି ଚାହୁଁଥିଲେ ବର ଯେପରି ଅତି ସୁନ୍ଦର ହୁଏ, କାହାରି ପୁଣି ଆକାଂକ୍ଷା ବର ଯେପରି ଅତିଶୟ ବିଦ୍ୱାନ ହୁଏ। କେହି କେହି ପୁଣି ଇଚ୍ଛା କରନ୍ତି ଅତିଶୟ ଧନୀ ବର ଇତ୍ୟାଦି। ନିକଟବର୍ତ୍ତୀ ରାଜ୍ୟଗୁଡ଼ିକର ରାଜପୁତ୍ରଗଣ ଶ୍ରେଷ୍ଠ ପରିଚ୍ଛଦ ପରିଧାନ ପୂର୍ବକ ରାଜକନ୍ୟାଙ୍କର ସମ୍ମୁଖୀନ ହେଉଥିଲେ। ତାଙ୍କ ସହିତ ଘୋଷଣାକାରୀମାନେ ମଧ୍ୟ ଥାନ୍ତି, ଯେଉଁମାନେ ରାଜପୁତ୍ରଙ୍କ ଗୁଣାବଳୀ, କେଉଁ କାରଣରୁ ସେ ରାଜକନ୍ୟାଙ୍କ ମନୋନୀତ ହେବାର ଯୋଗ୍ୟପାତ୍ର ତାହା ବର୍ଣ୍ଣନା କରନ୍ତି। ସିଂହାସନରେ ସମାସୀନା ସୁସଜ୍ଜିତା ରାଜକନ୍ୟାଙ୍କୁ ସଭାର ଚତୁର୍ଦିଗକୁ ବହନ କରି ନିଆଯାଉଥିଲା। ସେ ସମବେତ ରାଜପୁତ୍ରଗଣଙ୍କୁ ଜଣ ଜଣ କରି ଦେଖୁଥିଲେ ଏବଂ କିଏ କିପରି ଗୁଣବାନ ତାହା ମଧ୍ୟ ଶୁଣୁଥିଲେ। ଏହିପରି ଦେଖି ଶୁଣି ଯଦି ସେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ସେ ବାହକମାନଙ୍କୁ ଆଗେଇ ଯିବାକୁ କହନ୍ତି। ସେତେବେଳେ ପ୍ରତ୍ୟାଖ୍ୟାତ ସେହି ପାଣିପ୍ରାର୍ଥୀମାନଙ୍କ ଆଡ଼କୁ ଆଉ କେହି ଦୃଷ୍ଟିପାତ କରନ୍ତି ନାହିଁ। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ଯଦି ରାଜକନ୍ୟାମାନଙ୍କ ଦ୍ୱାରା ମନୋନୀତ ହୁଅନ୍ତି ତେବେ ରାଜକନ୍ୟା ତାଙ୍କ ଗଳଦେଶରେ ବରମାଲ୍ୟ ଅର୍ପଣ କରି ତାଙ୍କୁ ପତି ରୂପେ ବରଣ କରନ୍ତି। ଯେଉଁ ଦେଶକୁ ଆମର ପୂର୍ବକଥିତ ରାଜା ଓ ସନ୍ନ୍ୟାସୀ ଆସିଛନ୍ତି ସେହି ଦେଶର ରାଜକନ୍ୟାଙ୍କର ଏହିପରି ସ୍ୱୟଂବର ସଭା ହେଉଥିଲା। ଏହି ରାଜକନ୍ୟା ପୃଥିବୀରେ ସର୍ବାପେକ୍ଷା ସୁନ୍ଦରୀ ଥିଲେ ଏବଂ ଘୋଷିତ ହୋଇଥିଲା ଯେ ରାଜାଙ୍କ ମୃତ୍ୟୁ ପରେ ରାଜକନ୍ୟା ରାଜ୍ୟ ଲାଭ କରିବେ। ଏହି ରାଜକନ୍ୟାଙ୍କ ଇଚ୍ଛା ଥିଲା ଯେପରିକି ସର୍ବାପେକ୍ଷା ସୁନ୍ଦର ପୁରୁଷକୁ ବିବାହ କରିବେ, କିନ୍ତୁ ତାଙ୍କ ଚାହିଁବା ଭଳି ସୁପୁରୁଷ ସେଠାରେ ନଥିଲେ। ଅନେକ ଥର ଏହିପରି ସ୍ୱୟଂବର ସଭା ଆହୁତ ହୋଇଥିଲା, କିନ୍ତୁ ରାଜକନ୍ୟା କାହାରିକୁ ହେଲେ ମନୋନୀତ କରିପାରିନଥିଲେ। ଏଥର ସ୍ୱୟଂବର ସଭା ସର୍ବାପେକ୍ଷା ବୃହତ୍ ହୋଇଥିଲା। ଏହି ସଭାରେ ପୂର୍ବଥର ଅପେକ୍ଷା ଅଧିକ ଲୋକ ସମବେତ ହୋଇଥିଲେ ଏବଂ ଏହି ସଭାର ଦୃଶ୍ୟ ଅତି ଚମତ୍କାର ଓ
ଅଦ୍ଭୁତ ହୋଇଥିଲା। ସିଂହାସନାରୂଢ଼ ରାଜକନ୍ୟା ସଭାରେ ପ୍ରବେଶ କଲେ ଏବଂ ବାହକଗଣ ତାଙ୍କୁ ସଭାର ଭିନ୍ନ ଭିନ୍ନ ସ୍ଥାନକୁ ନେବାକୁ ଲାଗିଲେ, କିନ୍ତୁ ରାଜକନ୍ୟା କାହାରିକୁ ହେଲେ ଭ୍ରୂକ୍ଷେପ କଲେ ନାହିଁ। ଏଥର ମଧ୍ୟ ସ୍ୱୟଂବର ସଭା ପୂର୍ବପରି ବ୍ୟର୍ଥ ହେବ ଭାବି ସମସ୍ତେ ନିରୁତ୍ସାହିତ ହେବାକୁ ଲାଗିଲେ। ଏପରି ସମୟରେ ଏକ ଯୁବକ ସନ୍ନ୍ୟାସୀ ଆସି ସେଠାରେ ଉପସ୍ଥିତ ହେଲେ। ତାଙ୍କ ରୂପର ପ୍ରଭା ଦେଖି ବୋଧ ହେଲା ସତେ ଯେପରି ସୂର୍ଯ୍ୟଦେବ ଆକାଶ ମାର୍ଗ ତ୍ୟାଗ କରି ଧରାତଳେ ଅବତୀର୍ଣ୍ଣ ହୋଇଛନ୍ତି। ରାଜକନ୍ୟା ଯେତେବେଳେ ତାଙ୍କ ନିକଟବର୍ତ୍ତୀ ହେଲେ, ସେତେବେଳେ ସେହି ପରମ ରୂପବାନ ସନ୍ନ୍ୟାସୀଙ୍କୁ ଦେଖି ବାହକମାନଙ୍କୁ ଅଟକାଇ ସନ୍ନ୍ୟାସୀଙ୍କ ଗଳଦେଶରେ ବରମାଲ୍ୟ ଅର୍ପଣ କଲେ। ଯୁବକ ସନ୍ନ୍ୟାସୀ ମାଳା ଛିଣ୍ଡାଇ ଫୋପାଡ଼ି ଦେଲେ ଓ କହିବାକୁ ଲାଗିଲେ, କିପରି ନିର୍ବୋଧତା! ମୁଁ ଜଣେ ସନ୍ନ୍ୟାସୀ, ମୋ ପକ୍ଷରେ ବିବାହ ନିରର୍ଥକ। ସେ ଦେଶର ରାଜା ମନେ କଲେ ଲୋକଟି ବୋଧହୁଏ ଦରିଦ୍ର, ସେଥିପାଇଁ ରାଜକନ୍ୟାଙ୍କୁ ବିବାହ କରିବାକୁ ସାହସ କରୁନାହିଁ। ତେଣୁ ସେ କହିଲେ, ବର୍ତ୍ତମାନ ମୋ କନ୍ୟା ସହିତ ତୁମେ ଅର୍ଦ୍ଧେକ ରାଜ୍ୟ ପାଇବ ଏବଂ ମୋ ମୃତ୍ୟୁ ପରେ ସମଗ୍ର ରାଜ୍ୟ ଲାଭ କରିବ। ଏହା କହି ସନ୍ନ୍ୟାସୀଙ୍କ ଗଳଦେଶରେ ପୁନରାୟ ମାଲ୍ୟାର୍ପଣ କଲେ। କି ଉତ୍ପାତ! ମୁଁ ବିବାହ କରିବାକୁ ଚାହେଁ ନାହିଁ, ତଥାପି ଏ କ'ଣ? ସନ୍ନ୍ୟାସୀ ପୁନରାୟ ମାଳା ଫୋପାଡ଼ି ଦେଇ ଦ୍ରୁତ ପଦରେ ସେହି ସଭାରୁ ପ୍ରସ୍ଥାନ କଲେ। କିନ୍ତୁ ଏହି ଯୁବକ ପ୍ରତି ରାଜକନ୍ୟା ଏତେ ଦୂର ଅନୁରକ୍ତ ହୋଇଥିଲେ ଯେ ସେ କହିଲେ, ହୁଏତ ମୁଁ ଏହାଙ୍କୁ ବିବାହ କରିବି, ନଚେତ୍ ମରିବି। ରାଜକନ୍ୟା ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ଅନୁଧାବନ କଲେ। ତତ୍ପରେ ଆମର ସେହି ପୂର୍ବୋକ୍ତ ସନ୍ନ୍ୟାସୀ, ଯିଏ ରାଜାଙ୍କୁ ସେଠାକୁ ଆଣିଥିଲେ, କହିଲେ, ଚାଲନ୍ତୁ ମହାରାଜ, ଆମେ ଏ ଦୁଇ ଜଣଙ୍କର ଅନୁଗମନ କରିବା। ଏହା କହି ସେମାନେ ସେମାନଙ୍କ ପଛେ ପଛେ କିଛି ଦୂର ବ୍ୟବଧାନରେ ଚାଲିବାକୁ ଲାଗିଲେ। ଯେଉଁ ସନ୍ନ୍ୟାସୀ ରାଜକନ୍ୟାଙ୍କର ପାଣି ଗ୍ରହଣ କରିବାକୁ ଅସମର୍ଥ ହୋଇଥିଲେ, ସେ ରାଜଧାନୀରୁ ବାହାରି କେତେ କ୍ରୋଶ ପର୍ଯ୍ୟନ୍ତ ଗ୍ରାମ ମଧ୍ୟରେ ଯାଇ ଏକ ଅରଣ୍ୟରେ ପ୍ରବେଶ କଲେ। ରାଜକନ୍ୟା ତାଙ୍କର ଅନୁଗମନ କଲେ ଏବଂ ଏ ଦୁଇ ଜଣ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ। ଏହି ଯୁବକ ସନ୍ନ୍ୟାସୀ ସେହି ଅରଣ୍ୟକୁ ତନ୍ନ ତନ୍ନ କରି ଜାଣିଥିଲେ। ତାହାର କେଉଁଠି କେଉଁ ଗୁପ୍ତପଥ ଅଛି, ତାହା ସବୁ ତାଙ୍କୁ ଜଣାଥିଲା। ସନ୍ଧ୍ୟା ଆଗମନ ହେବାରୁ ସେ ଏହିପରି ଗୋଟିଏ ପଥରେ ପ୍ରବେଶ କରି କୁଆଡ଼େ ଅନ୍ତର୍ହିତ ହୋଇଗଲେ ଯେ ରାଜକନ୍ୟା ତାଙ୍କର ଆଉ କୌଣସି ସନ୍ଧାନ ପାଇଲେ ନାହିଁ। ବହୁକ୍ଷଣ ପର୍ଯ୍ୟନ୍ତ ତାଙ୍କୁ ଖୋଜି ଖୋଜି ଶେଷରେ ଅବସନ୍ନ ହୋଇ ଗୋଟିଏ ଗଛ ତଳେ ବସି କାନ୍ଦିବାକୁ ଲାଗିଲେ। ଏହି ଅରଣ୍ୟରୁ ବାହାରକୁ ଆସିବାର ପଥ ତାଙ୍କୁ ଜଣା ନଥିଲା। ଏହି ସମୟରେ ସେହି ରାଜା ଓ ଅନ୍ୟ ସନ୍ନ୍ୟାସୀ ଜଣକ ତାଙ୍କ ନିକଟକୁ ଆସି କହିଲେ, କାନ୍ଦ ନାହିଁ, ଆମେ ତୁମକୁ ଏ ଅରଣ୍ୟରୁ ବାହାରି ଯିବାର ପଥ ଦେଖାଇଦେବୁ। କିନ୍ତୁ ବର୍ତ୍ତମାନ ଅନ୍ଧାରରେ ବାଟ ଖୋଜି ପାଇବା ଅତୀବ ଦୁଃସାଧ୍ୟ। ଏଇ ଗୋଟାଏ ବଡ଼ ଗଛ ଅଛି, ଆସ, ଆଜି ଆମେ ଏହାରି ତଳେ ଆଶ୍ରୟ ନେବା। ସକାଳ ହେଲେ ତୁମକୁ ବାହାରି ଯିବାର ପଥ ଦେଖାଇଦେବୁ। ସେହି ବୃକ୍ଷରେ ଗୋଟିଏ ପକ୍ଷୀର ବସା ଥିଲା। ସେଥିରେ ଦୁଇଟି କ୍ଷୁଦ୍ର ପକ୍ଷୀ ଓ ତାଙ୍କର 3ଟି ଶାବକ ଥିଲେ। ଛୋଟ ପକ୍ଷୀଟି ତଳକୁ ଅନାଇ 3 ଜଣ ଲୋକଙ୍କୁ ଦେଖିଲା ଓ ପକ୍ଷିଣୀଙ୍କୁ କହିଲା, ଦେଖ, କ'ଣ କରିବା? ଆମ ଘରକୁ କେତେ ଅତିଥି ଆସିଛନ୍ତି। ଏବେ ଶୀତଦିନ, ପୁଣି ଆମ ପାଖରେ ନିଆଁ ନାହିଁ। ଏହା କହି ସେ ଉଡ଼ିଗଲା। ଥଣ୍ଟରେ ଖଣ୍ଡିଏ ଜଳନ୍ତା କାଠ ନେଇ ଆସିଲା ଏବଂ ତାହା ଅତିଥିଗଣଙ୍କ ସମ୍ମୁଖରେ ପକାଇଦେଲା। ସେମାନେ ସେହି ନିଆଁରେ କାଠପତ୍ର ଇତ୍ୟାଦି ପକାଇ ବଡ଼ ଆକାରରେ ଅଗ୍ନି ପ୍ରସ୍ତୁତ କଲେ। କିନ୍ତୁ ପକ୍ଷୀର ସେତିକିରେ ତୃପ୍ତି ହେଲା ନାହିଁ। ସେ ପକ୍ଷିଣୀକୁ କହିଲା, ପ୍ରିୟେ, ଏବେ ଆମେ କରିବା କ'ଣ? ଏମାନଙ୍କୁ ଖାଇବାକୁ ଦେବା ଭଳି ଆମର କିଛି ହେଲେ ନାହିଁ। ଏମାନେ କ୍ଷୁଧାର୍ତ, ଆମେ ଗୃହସ୍ଥ। ତେଣୁ ଘରକୁ ଯଦି କେହି ଆସିବେ, ତେବେ ତାଙ୍କୁ ଖାଇବାକୁ ଦେବା ଆମର କର୍ତ୍ତବ୍ୟ। ମୁଁ ନିଜେ ଯେତେ ଦୂର ପାରେ ଚେଷ୍ଟା କରିବି। ଏମାନଙ୍କୁ ମୁଁ ନିଜ ଦେହଟି ଦେବି। ଏହା କହି ସେ ଉଡ଼ିଯାଇ ଦ୍ରୁତ ବେଗରେ ସେହି ଅଗ୍ନିରେ ପଡ଼ିଲା ଓ ମରିଗଲା। ଅତିଥିମାନେ ତାକୁ ଅଗ୍ନିରେ ପଡ଼ୁଥିବାର ଦେଖିଲେ ଓ ତାକୁ ବଞ୍ଚାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କଲେ। କିନ୍ତୁ ସେ ଏଡ଼େ ଦୃଢ଼ ବେଗରେ ଆସି ଅଗ୍ନିରେ ପଡ଼ିଲା ଯେ ସେମାନେ ତାକୁ ଅଟକାଇ ପାରିଲେ ନାହିଁ। ପକ୍ଷିଣୀ ତା'ର ସ୍ୱାମୀର କାର୍ଯ୍ୟ ଦେଖି କହିଲା, ଏମାନେ 3 ଜଣ
ସେମାନଙ୍କ ଖାଇବା ପାଇଁ ମାତ୍ର ଗୋଟିଏ କ୍ଷୁଦ୍ର ପକ୍ଷୀ, ଏହା ଯଥେଷ୍ଟ ହେବ ନାହିଁ। ସ୍ୱାମୀର କୌଣସି ଉଦ୍ୟମକୁ ବିଫଳ କରାଇ ନ ଦେବା ସ୍ତ୍ରୀର କର୍ତ୍ତବ୍ୟ। ଅତଏବ ମୋର ଦେହ ମଧ୍ୟ ଏମାନଙ୍କ ପାଇଁ ଉତ୍ସର୍ଗ କରିବି। ଏହା କହି ସେ ମଧ୍ୟ ନିଆଁରେ ଝାସ ଦେଲା ଏବଂ ପୋଡ଼ି ହୋଇ ମରିଗଲା। ଶାବକ ତିନୋଟି ଏସବୁ ଘଟଣା ଦେଖିଲେ। ଏଥିରେ ମଧ୍ୟ 3 ଜଣଙ୍କର ପର୍ଯ୍ୟାପ୍ତ ଖାଦ୍ୟ ହେବ ନାହିଁ ଦେଖି ସେମାନେ କହିଲେ, ଆମର ପିତାମାତା ଯେତେ ଦୂର ସାଧ୍ୟ କଲେ, କିନ୍ତୁ ତାହା ମଧ୍ୟ ଯଥେଷ୍ଟ ନୁହେଁ। ପିତାମାତାଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସନ୍ତାନମାନଙ୍କର କର୍ତ୍ତବ୍ୟ। ଅତଏବ ଆମର ଦେହଗୁଡ଼ିକ ମଧ୍ୟ ଏହି ଉଦ୍ଦେଶ୍ୟରେ ଯାଉ। ଏହା କହି ସେମାନେ ମଧ୍ୟ ଅଗ୍ନିରେ ଝାସ ଦେଲେ। ଏହିସବୁ ଘଟଣା ଦେଖି 3 ଜଣ ଭାରି ଆଶ୍ଚର୍ଯ୍ୟ ହେଲେ। ପକ୍ଷୀଗୁଡ଼ିକୁ ସେମାନେ ଖାଇପାରିଲେ ନାହିଁ। କୌଣସି ପ୍ରକାରେ ଅନାହାରରେ ସେମାନେ ରାତ୍ରି ଯାପନ କଲେ। ପ୍ରଭାତ ହେବାରୁ ରାଜା ଓ ସନ୍ନ୍ୟାସୀ ସେହି ରାଜକନ୍ୟାଙ୍କୁ ଫେରିବାର ବାଟ ଦେଖାଇଦେଲେ। ତତ୍ପରେ ସନ୍ନ୍ୟାସୀ ରାଜାଙ୍କୁ ସମ୍ବୋଧନ କରି କହିଲେ, ରାଜନ୍, ଦେଖିଲେ ତ, ନିଜ ନିଜ କ୍ଷେତ୍ରରେ କେହି ହେଲେ ନିକୃଷ୍ଟ ନୁହେଁ। ଯଦି ସଂସାରରେ ରହିବାକୁ ଚାହାନ୍ତି, ତେବେ ଏହି ପକ୍ଷୀମାନଙ୍କ ଭଳି ପ୍ରତି ମୁହୂର୍ତ୍ତରେ ଅନ୍ୟ ପାଇଁ ପ୍ରାଣ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ। ଆଉ ଯଦି ସଂସାର ତ୍ୟାଗ କରିବାକୁ ଚାହାନ୍ତି, ତେବେ ଏହି ଯୁବକ ସନ୍ନ୍ୟାସୀଙ୍କ ଭଳି ହୁଅନ୍ତୁ, ଯାହା ପକ୍ଷରେ ପରମା ସୁନ୍ଦରୀ ଯୁବତୀ ଓ ରାଜ୍ୟଲାଭ ମଧ୍ୟ ଅତି ତୁଚ୍ଛ ବୋଲି ପ୍ରତିଭାତ ହୋଇଥିଲା। ତେଣୁ ଯଦି ଆପଣ ତ୍ୟାଗର ପଥ ବାଛି ନିଅନ୍ତି, ତେବେ ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ କ୍ଷମତା ଇତ୍ୟାଦିକୁ ଆଦୌ ଦୃଷ୍ଟିପାତ କରନ୍ତୁ ନାହିଁ। ସମସ୍ତେ ହିଁ ନିଜ ନିଜ କର୍ମକ୍ଷେତ୍ରରେ ବଡ଼, କିନ୍ତୁ ଜଣଙ୍କର ଯାହା କର୍ତ୍ତବ୍ୟ, ତାହା ଅନ୍ୟ ଜଣଙ୍କର କର୍ତ୍ତବ୍ୟ ହୋଇନପାରେ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।